ଆଜି ଶୁଣିବା ଉପନ୍ୟାସ ଶାସ୍ତି। ଉପନ୍ୟାସିକ କାହ୍ନୁଚରଣ ମହାନ୍ତି। ଭାଗ 2। ମନ୍ଦିର ପାଖ ଚାନ୍ଦିନୀ କଡ଼ରେ ଯେଉଁଠି ଛାପି ଛାପିକା ଆଲୁଅ ଛାଇ ପଡ଼ିଛି, ସନିଆ ଧୂଳି ଉପରେ ପଡ଼ିଛି। ଦେହ ତାର ହେମାଳ ହୋଇ ଉଠୁଛି। ଉପରୁ ବର୍ଷୁଛି ଥଣ୍ଡା। ତଳ ମାଟି କୋଲ ମାରିଗଲାଣି। ଛିଣ୍ଡା ଲୁଗାଟିକୁ ଏ ପାଖରୁ ସେ ପାଖ ଟାଣିଲେ ସେ ପାଖ ଫୁଙ୍ଗୁଳା ହୋଇ ପଡ଼ୁଛି। ପେଟରେ ଦାନା ପଡ଼ିନାହିଁ, ଗର୍ଜି ଉଠୁଛି। ନିଦ ହେବ କେମିତି? ହେଲେ ହେବ ମହାନିଦ୍ରା, ଯହିଁରୁ କେହି କେବେ ଉଠନ୍ତି ନାହିଁ। ସନିଆ ଉଠି ବସିଲା। ରାତି ଅଧ। ଚାରିଆଡ଼ର ନିସ୍ତବ୍ଧତା ଆଡ଼କୁ ସେ ଥରେ ଚାହିଁଲା। ସମସ୍ତେ ତାକୁ ଉପହାସ କରୁଛନ୍ତି। ସମସ୍ତେ ତାକୁ ସଙ୍କେତ ଦେଉଛନ୍ତି, ଫେରିଯା ଫେରିଯା। ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ ସବୁ ମିଛ, ଜନ୍ମମାଟିର ମାୟା। ଗୋଟାଏ ନିଶା। ବିଶାଳ ପୃଥିବୀ ତୋର, ଜନ୍ମମାଟି ତୋର ନିଜର। ଯେଉଁଠି ତୋର ଉପସ୍ଥିତି ଅନ୍ୟକୁ ତୁ ଅନୁଭବ କରାଇ ପାରିବୁ, ସେହି ତୋର ଜାଗା, ସେହି ତୋର ଦେଶ। ଯେଉଁମାନେ ତୋତେ ଛାଡ଼ି ରହିପାରିବେ ନାହିଁ, ସେମାନେ ତୋର ବନ୍ଧୁ କୁଟୁମ୍ବ, ସେହିମାନେ ତୋର ଆତ୍ମୀୟ ସ୍ୱଜନ। ଜାତି ଧର୍ମ ସବୁକିଛି ଭାଣ୍ଡାମୀ। ଆଗରେ ଗୋପୀନାଥ ଜୀଉଙ୍କର ମନ୍ଦିର। କେତେ ଯୁଗର କେଜାଣି ତାର ପୂର୍ବପୁରୁଷମାନେ କେତେ ପୂଜା କରିଛନ୍ତି, କେତେ ଭକ୍ତି କରିଛନ୍ତି। ଲକ୍ଷ ଲକ୍ଷ ନିରୀହ ପ୍ରାଣୀ ବାଟଘାଟରେ ପଡ଼ିମଲେ କୌଣସି ଜୀଉ ରକ୍ଷା କରିପାରିଲେ ନାହିଁ। କାହିଁକି ତେବେ ଏ ଧର୍ମ? କାହିଁକି ତେବେ ଏତେ ପୂଜା ଆରାଧନା? କେତେ ମନ୍ଦିର, କେତେ ଗୋପୀନାଥ ଜୀଉ ଭାଙ୍ଗିରୁଜି ମାଟିରେ ମିଶିଲେ। କେହି ଜୀବନ୍ତ ହୋଇ ଆତ୍ମରକ୍ଷା କରିବାକୁ ଉଠିଲେ ନାହିଁ। ସବୁ ମିଛ, ସବୁ ଭାଣ୍ଡାମୀ। ମଣିଷର ହାତଗଢ଼ା ଦେବତାର ସାଧ୍ୟ ନାହିଁ ଯେ ସେ ମଣିଷକୁ ରକ୍ଷା କରିବ। ମଣିଷର ଜୀବନ ମରଣ ମଣିଷ ହାତରେ, ତାରି ଶକ୍ତିରେ। ଯେଉଁଠି ସେ ହଟେ ସେ ମରେ। ଦିଓଟି କଥା ଦୁନିଆରେ ସତ୍ୟ, ଜୀବନ ଓ ମରଣ। ଯାହାର ଶକ୍ତି ଅଛି, ନିଜର ନଥିଲେ ମଧ୍ୟ ସେ ପରମୁହଁରୁ ଛଡ଼ାଇ ଖାଇପାରେ। ସେ ବଞ୍ଚେ, ନୋହିଲେ ସେ ମରେ। ସନିଆର ଶକ୍ତି ନାହିଁ, ସେ ମରିବ। ମରଣ ଚାରିଆଡ଼ୁ ତାକୁ ଚାହିଁ ରହିଛି, ନିମନ୍ତ୍ରଣ କରୁଛି। ବଞ୍ଚିବାକୁ ଆଉ ଆଗ୍ରହ ନାହିଁ। ତାର ସବୁ ଆଶା ଭାଙ୍ଗିଛି। ମା, ଭଉଣୀ, ଭାଇ କେହି ଫେରି ନାହାନ୍ତି। ସମସ୍ତେ ହୁଏତ ମରିଛନ୍ତି। ଗାଁ ଲୋକେ ଯାହାଙ୍କୁ ସେ ଆତ୍ମୀୟ ବୋଲି ଜାଣିଥିଲା, ସେମାନେ ତାକୁ ଚାହାନ୍ତି ନାହିଁ ନିଜ ପାଇଁ। ମଣିଷ ବଞ୍ଚେ ନାହିଁ ନିଜ ପାଇଁ, ସେ ବଞ୍ଚେ ଅନ୍ୟ ପାଇଁ। ଯେଉଁମାନେ ତାକୁ ଭଲ ପାଆନ୍ତି, ସ୍ନେହ କରନ୍ତି, ଯେଉଁମାନେ ତା ପାଇଁ ହସନ୍ତି ଅବା କାନ୍ଦନ୍ତି, ବିସ୍ମୟରେ ତା ଆଡ଼କୁ ଚାହିଁ ରହନ୍ତି ଅବା ଘୃଣା କରନ୍ତି। ସନିଆର ସେପରି କେହି ନାହିଁ। ଗାଁ ଲୋକେ ତାକୁ ଦେଖି ମଧ୍ୟ ଦେଖନ୍ତି ନାହିଁ, ଚିହ୍ନି ମଧ୍ୟ ଚିହ୍ନନ୍ତି ନାହିଁ। ତାର ଉପସ୍ଥିତିକୁ ସମସ୍ତେ ଆଡ଼େଇ ଦେଇଛନ୍ତି, ଯେପରି ସେ ନାହିଁ, କେବେ ମଧ୍ୟ ନଥିଲା। ସେ ଅଖୋଜା, ଅଲୋଡ଼ା, ଅପରିଚିତ। ତେବେ ସେ ଆଉ ବଞ୍ଚିବ କାହିଁକି? ଏଇ ଆଗରେ ଯେଉଁ ପୋଖରୀ ଭରା ପାଣି, ତାରି ଛାତିରେ କେତେ ପ୍ରାଣୀ ତାଙ୍କର ଲଜ୍ଜାକର ଜୀବନ ଲୁଚାଇ ଦେଇଛନ୍ତି। ସନିଆ ମଧ୍ୟ ସେଇଆ କରିବ। ଦେହର ଯନ୍ତ୍ରଣା ଆଉ ସହିବ କାହିଁକି? ମନ୍ଦିର ଆଗ ଭଙ୍ଗା ମୁଖ ଶିଆଳିରେ ଶୋଇଲା କୁକୁର ଖସ୍ ଖସ୍ ହେଲା। ଗଛ ଉପରୁ ଫଡ଼ ଫଡ଼ ହୋଇ ଉଡ଼ି ବୁଲିଲେ ବାଦୁଡ଼ି। ଜହ୍ନ ଉପରେ ଭାସିଗଲା ଚଳନ୍ତି ମେଘ, କାୟ ବଦଳେଇ ବଦଳେଇ। ଅତି ଧୀରେ ଶୀତଳ ପବନ ବହି ଆସିଲା କଙ୍କାଳର ହାଡ଼ ଥରାଇ। ପାଖ ବୁଦାରୁ ଝିଙ୍କାରି ଗର୍ଜି ଉଠିଲା ଝିଁ ଝିଁ। ଦୂର ଗଛ ଉପରେ ନିଷ୍ପର୍ଭ ଜ୍ୟୋତିରଙ୍ଗଣ ଆଖି ମିଟି ମିଟି କରୁଛନ୍ତି। ସମସ୍ତେ ଦେଉଛନ୍ତି ଜୀବନର ସୂଚନା। ଅନନ୍ତ କାଳରୁ ସବୁ ସେମିତି ବଞ୍ଚି ରହିଛି। ମରିଛନ୍ତି ସମସ୍ତେ, ହଜିଯାଇଛି ସମସ୍ତଙ୍କର ସ୍ଥିତି। କିନ୍ତୁ ହଜି ନାହିଁ ଦୁନିଆ ଉପରେ ସଭିଙ୍କର ସମାବେଶ ଶୋଭା। ସନିଆ ମରିବ, ମରେ ଯେପରି ଗଛର ପତ୍ର। ଦୁନିଆ ଏତେ ଶୀଘ୍ର ମରିବ ନାହିଁ, ବଦଳିବ ନାହିଁ। ଚାଲିଥିବ ଚକାଭଉଁରୀ ଖେଳି ଖେଳିକା। ସନିଆ ପରି ଲକ୍ଷ ଲକ୍ଷ ଜୀବନଙ୍କର ଥିଲା ନଥିଲା ଚାହିଁବାକୁ, ସେ ବିଷୟରେ ଥରେ ଟିକିଏ ଭାବିବାକୁ ସେ ଅପେକ୍ଷା କରିବ ନାହିଁ। ଚାଲିଥିବ ସେ ଚଳନ୍ତି ପଥରରେ। ଜୀବନ ଦୀପ, ଯାହାକି ସନିଆର ଗତି କ୍ଷୀଣ। ବଇଲାଇ ବାବୁ ଫୁଙ୍କିଲା ଲିଭାଇ ଦେବାକୁ ବି ତା ଦେହରେ ଶକ୍ତି ନାହିଁ। ଆଗରେ ପୋଖରୀ ଭରା ପାଣି, ଯିବାକୁ ବଳ ପାଉନାହିଁ। ତାର ଦୁର୍ବଳ ମୁଣ୍ଡଟି ଝୁଙ୍କି ପଡ଼ିଲା ଆଗକୁ। ସେ ପୁଣି ମୁଣ୍ଡ ଟେକିଲା। ଦେଖିଲା ପୋଖରୀ କଡ଼ରୁ ତାହାରି ଆଡ଼କୁ ଚାଲି ଚାଲି ଆସୁଛି କିଏ ଜଣେ। ମନ୍ଦିର ଆଗ ମୁଖ ଆଳିଆରେ କୁକୁର ପାଇଁ ସ୍ଥାନ ଅଛି। ସମାଜ କଳା, ଅଛବ ମଣିଷର ମୁଣ୍ଡ ଗୁଞ୍ଜିବାର ଅଧିକାର ସେଠି ନାହିଁ। ଗରୁଡ଼ ସ୍ତମ୍ଭର ପଛପଟେ ପଥର ଚଟାଣକୁ କାନ୍ଧିରେ ଝାଡ଼ଝୁଡ଼ି ଧୋବି ପରିଷ୍କାର କଲା। କୁକୁର ଦୁଇଟା ଭାଉଁ ଭାଉଁ ହୋଇ ପଦାକୁ ପଳାଇଲେ।
ସେଇଠି ଜହ୍ନ ଆଲୁଅ ଉଜ୍ଜଳ ହୋଇ ପଡ଼ିଥାଏ। ଧୋବି ସନିଆକୁ ହାତ ଧରି ବସାଇଲା। ତାର ଚାଲିବାର ଶକ୍ତି ନଥିଲା ବୋଲି ଧୋବି ତାକୁ ଚାନ୍ଦିନୀ କଡ଼ରୁ ଟେକି ଆଣିଥିଲା। ନିଜ ହାତରେ ସନିଆର କଙ୍କାଳକୁ କାନିରେ ପୋଛି ସଫା ଲୁଗା ପିନ୍ଧାଇ ଦେଲା। ମାଠ ଖଣ୍ଡ ତାର ଦେହରେ ଭଲ କରି ଘୋଡ଼ାଇ ଧୋବି ସେ କଙ୍କାଳର ଅଲରା ବାଳକୁ ଆଙ୍ଗୁଠିରେ ସଜାଡ଼ି ଦେଲା। ଶିଶୁ ପିଲାକୁ ମା ଅତି ଆଦର ଯତ୍ନରେ ଖୁଆଇଲା ପରି ନିଜ ହାତରେ ସନିଆର ପାଟିରେ ଆଧାର ଦେଲା। ଦିହେ ମୂକ ହୋଇଥିଲେ କଙ୍କାଳର ନିଜକୁ ଭୁଲିଥିଲା। ଧୋବିର ଦୟା ସହାନୁଭୂତି ଓ ଯତ୍ନ ପାଇ ତାର ଅନ୍ତରାତ୍ମା କୃତଜ୍ଞ ହୋଇଥିଲେ ମଧ୍ୟ ତୁଣ୍ଡରେ ପ୍ରକାଶ କରିବାକୁ ତାର ଭାଷା ନଥିଲା, ଆଖିରେ ନଥିଲା ଲୁହ। ସେ ଦୁର୍ବଳ, ଦରମରା, ନିଃସହାୟ ସମାନ ଛଡ଼ା। ଅନୁଭବ କରୁଥିଲା ତାର ଦେହର ଦେବତା ଦୁନିଆକୁ ସରସ କରିବାକୁ, ମରଣର ପ୍ରଲୋଭନକୁ ଉପେକ୍ଷା କରି ଫେରିଆସି ଜୀବନର କରିବାକୁ, ସବୁ ଦୁଃଖ ଜଞ୍ଜାଇଲା ଭଳି ସଂସାରରେ ଦୁଃଖ ଆନନ୍ଦର ଭେଳିକି ଲଗାଇବାକୁ ଭଗବାନ ଶକ୍ତି ରଖିଛନ୍ତି। ନାରୀ ଧୋବି ଧୋବି। ସନିଆର ଦୁର୍ବଳ ଦେହରେ ହାତ ବୁଲାଉ ବୁଲାଉ ଧୋବିର ଆଖିରେ କ'ଣ ଯାଇଥିଲା ଲୁହ। କେତେ ଦିନରେ କେତେ ଘଟଣା ତାର ମନେ ପଡ଼ୁଥିଲା। ଖେଳ କେଉତୁକ, ଆଶା ଦୁର୍ଦ୍ଦଶା। ସନେଇ ପରିଡ଼ା ଆଜି ଦୁର୍ଭିକ୍ଷର ଭିତରକୁ ଖସି ଆସିଛି। ସମାଜ ତାକୁ କ୍ଷମା ଦେଇପାରି ନାହିଁ। ସେ ଅଜାତି, ପତିତ। ସେଥିପାଇଁ ସେ ସମାଜରୁ ତଡ଼ା ଖାଇଛି। କେହି ତାକୁ ଆଶ୍ରା ଦେଇପାରି ନାହାନ୍ତି, ଦେବେ ନାହିଁ। ଯେଉଁ ମାଟିରେ ତାର ଜନ୍ମ, ସେଇଠି ସେ ହେବ ପର। ମୁଠାଏ ଖାଇବାକୁ ନ ପାଇ ସମସ୍ତଙ୍କ ମଝିରେ ଗାଁ ଦାଣ୍ଡରେ ସେ ମରି ଶୋଇବ। ନିଜର ଭାବନାରେ ନିଜେ ଚମକି ଉଠିଲା ଧୋବି। ନା ନା, ମୁଠିଏ ଭାତ ପାଇଁ ସନେଇ ପରିଡ଼ା ଗାଁ ଦାଣ୍ଡରେ ପଡ଼ି ମରି ପାରିବ ନାହିଁ। ସେ ଏହା କେବେ କରାଇ ଦେବ ନାହିଁ। ପେଟ ବିକଳରେ ବନେଇ ପରିଡ଼ା କି ଗଉଣୀ ଧାନ ପାଇଁ ସବୁ ସମ୍ପତ୍ତି ତାରି ବାପାଙ୍କୁ ଦେଇ ଗାଁ ଛାଡ଼ିଥିଲେ। କିନ୍ତୁ ସେଦିନ ମଧ୍ୟ ସେ ଆସିଥିଲେ ବାକି 3 ମାଣ ଜମି ବିକ୍ରି କରିବାକୁ। ସନେଇ ପରିଡ଼ା ଦାଣ୍ଡର ଭିକାରୀ ନୁହେଁ। ସେ ଅନ୍ତତଃ 3 ମାଣ ଜମିର ମାଲିକ, ଯେଉଁ ଜମିରେ ବନେଇ ପରିଡ଼ାଏ ସୁନା ଫଳାଉଥିଲେ। ଧୋବିର ମନେ ପଡ଼ିଲା କେଇଦିନ ତଳର କଥା। ରାତି 3 ଘଡ଼ି ବେଳେ ତାଙ୍କର ଦାଣ୍ଡପିଣ୍ଡାରେ ଛୋଟ ସଭାଟିଏ ବସିଥାଏ। ଚିନ୍ତେଇ ସ୍ୱଇଁ, ରାମ ପ୍ରହରାଜେ, ହରି ମହାନ୍ତିଏ, ବାମ ଓଝା, ବିଶି ଜେନା ଏମିତି ଆହୁରି କେତେ ଲୋକ ବସିଥାନ୍ତି। ସ୍ୱଇଁଏ କହିଲେ, ବନେଇ ପରିଡ଼ାଙ୍କ ଘରବାଡ଼ି ଛାଡ଼ି ମହାଦେବ ଚକରେ ଯେଉଁ 3 ମାଣ ଆଉଲ ନମ୍ବର ଜମି ଅଛି, ସେତେକ ସେ କାହାକୁ ବିକି ନାହାନ୍ତି କି ବନ୍ଧାଛନ୍ଦା ଦେଇନାହାନ୍ତି। ପରିଡ଼ା ବଂଶର ସମସ୍ତେ ମରିହଜି ଗଲେ, କେହି ଫେରିଲେ ନାହିଁ। ଜମି ଆଉ ପଡ଼ିଆ ପଡ଼ିବ କାହିଁକି? ବିଶି ଜେନା ଆଉ ବାମ ଓଝାଙ୍କ ଜମିକୁ ଲାଗି ପରିଡ଼ାଙ୍କର 7 କିଆରୀ ଜମି। ଜେନାଏ ଆଉ ଓଝାଏ ତାକୁ ଚାଷ କଲି ଫସଲ କରନ୍ତୁ। ଚାଷୀ ଭାଗ ନେଇ ରାଜଭାଗ ପ୍ରହରାଜଙ୍କ ମାରଫତ କରିଦେଲେ ନିଅସି ମାଲ ଠାକୁରଙ୍କ ସେବାରେ ଲାଗିବ। ଯାନିଯାତ୍ରାକୁ ଆଉ ହଇରାଣ ପଡ଼ିବ ନାହିଁ। ଧୋବି ନିଜେ ଏହା ଶୁଣିଛି। ସନେଇ ପରିଡ଼ାର ଧାନ ପ୍ରହରାଜଙ୍କ ଘରେ ଜମା ଅଛି। ମୁଠିଏ ଭାତ ପାଇଁ ସେ କାହିଁକି ପରଉଳି ତଳେ ହାତ ପାତିବ? ଖାଇବାକୁ ନ ପାଇ କାହିଁକି ସେ ଗାଁ ଦାଣ୍ଡରେ ପଡ଼ି ମରିବ? ଧୋବି ଏସବୁ କଥା ସନିଆକୁ କିଛି କହିଲା ନାହିଁ। କୌଣସି କଥା ଶୁଣିବା, ଭାବ ଠିକଣା କରିବା କିମ୍ବା କୌଣସି କାର୍ଯ୍ୟ କରିବା ଅବସ୍ଥାରେ ସେ ତ ନଥିଲା। ଗାଁ ଲୋକେ ଯଦି ନାହିଁ କରନ୍ତି, ଟାଣ ହାତରେ କିଛି ଗୋଟାଏ କରିବାକୁ ସାହସ ହେବ ନାହିଁ। ସେ ଆଗେ ବଞ୍ଚି ରହୁ, ପୂର୍ବ ଦେହ ଫେରି ଯାଉ। ଧୋବି କଅଁଳେଇ କହିଲା, ସନିଆ ଭାଇ, ତୁ ଏଇଠି ଟିକେ ଶୋଇପଡ଼ି ସୁସ୍ଥ ହ। ଫେରି ଆସିଛୁ ଯେତେବେଳେ ଅବଶ୍ୟ କାହାରି ହେଲେ ତୋ ପାଇଁ ମନ ତୁଟିବ। ସୁଖ ଦୁଃଖ ସଂସାରରେ ଲାଗି ରହିଛି। ହତାଶ ହେଲେ ଲାଭ ନାହିଁ। ତୁ ଶୋଇପଡ଼। ସେଇ ହେମାଳିଆ ପଥର ଚଟାଣ ଉପରେ ସନିଆର ଛିଣ୍ଡା ଲୁଗା ବିଛାଇ ଧୋବି ଧୀରେ ଧୀରେ ତାକୁ ଶୁଆଇଦେଲା। ତାର ହାଡ଼ୁଆ ଦେହରେ ଆଉଁସି ଆଉଁସି କହିଲା, ସକାଳୁ ନିଦ ଭାଙ୍ଗିଲେ ମନ୍ଦିର ଭିତରୁ ଉଠିଯିବୁ ସନିଆ ଭାଇ, ନୋହିଲେ ମିଛଟାରେ ଲୋକେ ଚହଳ ପକାଇବେ। କେତେ ଲୋକ କେତେ କ'ଣ ପଚାରିବେ। ତୁନି ରହିବା ସବୁଠାରୁ ଭଲ। କଙ୍କାଳର ପାଟି ଖୋଲିଲା, ଧୋବି। ତାର ହାତକୁ ମୁଠାଇ ଧରି ଧୋବି ପଚାରିଲା, କ'ଣ ସନିଆ ଭାଇ? ମରିବାକୁ ମୋର ଇଚ୍ଛା ହେଉନାହିଁ। ଧୋବି ହସିଲା ସ୍ୱରରେ କହିଲା, କାହାରି କେବେ ଇଚ୍ଛା ହୁଏ ନାହିଁ। ନାହିଁରେ, ତଥାପି ମଣିଷ ମରେ। ଧୋବିର ହାତ ମୁଠା ଭିତରେ ସନିଆର ହାତ ଥରି ଉଠିଲା। ଘଣ୍ଟାକ ଆଗରୁ ଯେ ଭାବୁଥିଲା ଭରା ପୋଖରୀର ପାଣିରେ ଝାସ ଦେଇ ସବୁ ଦୁଃଖ କଷ୍ଟ ଶେଷ କରିଦେବ, ମରଣର ନାମରେ ସେ ଚମକି ଉଠିଲା କାହିଁକି? ଧୋବିର ପରଶ ସେହି କଙ୍କାଳର ହାଡ଼ରେ ମଳୟର ପରଶ ଲଗାଇଲା। ସନିଆ ଥରିଲା ସ୍ୱରରେ କହିଲା, ନାଇଁ, ମରଣକୁ କେତେ ରୂପରେ ନୀତି ସେ ଦେଖିଛି। ଭାବିଥିଲି ଯେ ଯେତେବେଳେ ଆସିବାର ଆସିବ। ଧୋବି, ତୁ ମୋତେ ବଞ୍ଚାଇବାକୁ ଆସିଛୁ। ମୋର ବଞ୍ଚିବାକୁ ଆଗ୍ରହ ହେଉଛି ତୋରି ପାଇଁ।
ଧୋବିର ଦେହ ସାରା ଥରି ଉଠିଲା ଭୟରେ, ଲଜ୍ଜାରେ, ଘୃଣାରେ। ମରଣମୁଖୀ ପ୍ରେତର ପୁଣି ଭଲ ପାଇବାର ବାସନା ଥାଏ। କାଙ୍ଗାଳର କଙ୍କାଳର ହାଡ଼ ଭିତରେ ଖେଳେ ପ୍ରେମ ଉତ୍ତେଜନାର ବିଜୁଳି। ଅଛୁଆଁ ସମାଜ ଛଡ଼ା ପତିତର ଆଶା ହୁଏ ବଞ୍ଚିବାକୁ, ସୁଖ ଆନନ୍ଦ ପାଇଁ। ଧୋବି ସନିଆର ହାତ ଛୁଇଁଲା। ବିଜୁଳି ପଳି ଖେଳିଗଲା ତାର ମନ ଭିତରେ ଭାବନା। ମଲା ସ୍ୱାମୀ ଶ୍ୱଶୁରଙ୍କର ଅଧା କାମ ପୂରା କରିବାକୁ, କଙ୍କାଳକୁ ବଞ୍ଚାଇବାକୁ ସିନା ରାତି ଅଧରେ ଏକୁଟିଆ ସେ ଧାଇଁ ଆସିଥିଲା। କାଙ୍ଗାଳ ମୁହଁରୁ ଏପରି କଥା ଶୁଣିବାକୁ ତ ସେ ଧାଇଁ ଆସିନଥିଲା। କିନ୍ତୁ କେତେ କେତେ କାଙ୍ଗାଳ ଏ ଗାଁ ଦାଣ୍ଡରେ ଛାତି ଉପରୁ ଘୁଷୁରି ଘୁଷୁରି ମଶାଣି ଭିତରକୁ ଆଗେଇ ଯାଇଛନ୍ତି। ସ୍ୱାମୀ ମରଣର ଦୁଃଖରେ ଦିନ ରାତି କାନ୍ଦି କାନ୍ଦି ତାର ବେଳ କଟୁଥିଲା। ସେତେବେଳେ ସ୍ୱାମୀଙ୍କର ଅଧା କାମ ଶେଷ କରିବାକୁ ପ୍ରାଣ ଡାକିନଥିଲା। ଆଜି ପରିଚିତ ସନିଆ କାଙ୍ଗାଳ ହୋଇ ଫେରିଛି ଶୁଣିଛି, ପୁଣି ତାର ମନ ବଦଳିଲା କାହିଁକି? ଧୋବିର ମନ ଭିତରୁ ଉଠିଲା କୋହ। ସେ ଭୁଲ କରିଛି, ସେ ଅନ୍ୟାୟ କରିଛି। ସେ ପୁରରେ ଅଛନ୍ତି ତାର ସ୍ୱାମୀ ଦେବତା, ଯାହାଙ୍କ ଆଖିକୁ ସବୁ କଥା, ମନଗହନର ପ୍ରତି ଭାବନା ଜଳାଜଳ ହୋଇ ଦେଖାଯାଉଥିବ। ସେ କିଛି ଲୁଚାଇ ପାରିବ ନାହିଁ, ପ୍ରତାରଣା କରିପାରିବ ନାହିଁ। ସେ ଜାଣେ ସନିଆ କାଙ୍ଗାଳ ବୋଲି ତାକୁ ବଞ୍ଚାଇବାକୁ ସେ ଧାଇଁ ଆସି ନାହିଁ। ସେ ଆସିଛି କାଙ୍ଗାଳ ସନିଆ ବୋଲି। ସେ ଅସ୍ତିତ୍ୱର ବୋଧ କଲା। ନିଜର ଭାବନା ନିଜକୁ ଖରାପ ଲାଗିଲା। ଦୁନିଆ ଆଖିରେ ସେ ଧରା ନ ପଡ଼ିଲେ ବି ନିଜ ପାଖରେ ନିଜେ ସେ ଧରା ପଡ଼ିଯାଇଛି। ନିଶା ଗର୍ଜୁଥାଏ। ଧୋବି ଫେରିଲା। ଘର ଆଗରେ କାହାର ଛାୟାମୂର୍ତ୍ତି ଛପି ଯାଉଛି। ଧୋବି ଚମକି ଉଠିଲା। ଧୋବି! ନିଧେଶ୍ୱରୀଙ୍କର ପାଟି ବାରି ଥରିଲା ସ୍ୱରରେ କହିଲା, ଦାଦା। ହଁ ଲୋ ମା, ଏତେ ରାତିରେ ଗାଁ ଦାଣ୍ଡକୁ ଏକୁଟିଆ ଯାଆନ୍ତି ନାହିଁ। ଏଇଟା ଦେବାଦେବୀଙ୍କର ଆତଯାତ ବେଳ। ଚାଲ ଘରକୁ। ଧୋବି ହାତରୁ ସେ କଂସା ଲୋଟା ଧରିଲେ। ଧୋବି ଉତ୍ତର ଦେଇପାରିଲା ନାହିଁ। ଦିନ ପରେ ଦିନ ଗଡ଼ି ଯାଉଛି। ସନିଆ ନିତି ରାତିରେ ପାଇଛି ଖାଦ୍ୟ, ସେହି ମନ୍ଦିର ମୁଖଶିଆଳିରେ। କିନ୍ତୁ ପାଇନାହିଁ ଧୋବି ହାତର ମଳୟ ଲଗା ପ୍ରାଣପଲକ ରସ, ଯେଉଁଥିପାଇଁ ତାର ଭାବନା ସେପୁରରୁ ଏପୁରକୁ ଫେରି ଆସିଥିଲା, ଯେଉଁଥିପାଇଁ ବଞ୍ଚିବାକୁ ତାର ଆଗ୍ରହ ହୋଇଥିଲା। ରାତି ଅଧରେ ନିଧେଇ ଶୋଇ ନିଜେ ଖାଦ୍ୟ ନେଇ ଆସନ୍ତି। କେଡ଼େ ଆଗ୍ରହ ଯତ୍ନରେ କାଙ୍ଗାଳକୁ ଖୁଆନ୍ତି। ଅନ୍ୟ କେହି ଜାଣେ ନାହିଁ। ଅନ୍ୟ କାହାକୁ ସେ ଜାଣିବାକୁ ଦିଅନ୍ତି ନାହିଁ। ଗାଁ ଲୋକେ ଦେଖନ୍ତି ଦିନୁ ଦିନୁ ସନେଇ ପରିଡ଼ାର ସ୍ୱାସ୍ଥ୍ୟ ଫେରି ଆସୁଛି। ବିଦା କାଠି ପରି ଦେହରେ ଯେଉଁ ହାଡ଼ ଗଣି ଯାଉଥିଲା, ସେସବୁ ଲୁଚିବାକୁ ବସିଲାଣି। ସନେଇ କେଉଁଠି ଥାଏ, କ'ଣ କରେ, କ'ଣ ଖାଏ, ସେସବୁ ବୁଝିବାକୁ କେହି ଚେଷ୍ଟା କରନ୍ତି ନାହିଁ। ସନେଇକୁ ଦେଖିଲେ ଅଡ଼େଇ ଯାଆନ୍ତି, ଚାଲିଯାଆନ୍ତି। କାଳେ କାଙ୍ଗାଳ ଛତରଖିଆର ଛାଇ ପଡ଼ିବ, କାନି ବାଜିବ। ସନିଆ ନିଜେ ମଧ୍ୟ ଦୂରେଇ ରହେ। ଦୁର୍ଯୋଗରେ ପଡ଼ି ସେ ସମାଜରୁ ବାହାରିଛି। ଲୋକେ କ'ଣ କରିବେ? କାହାର ଦୋଷ ସେ ଦେବ କାହିଁକି? ପର ଘରେ ମୂଲ ଲାଗି ପେଟ ପୋଷିବାର ଶକ୍ତି ସନେଇର ହେଲା। ସେ ଆଉ ନିଧେଶ୍ୱରୀଙ୍କର ଦୟା ଉପରେ ନିର୍ଭର କରି ଗାଁରେ ପଡ଼ି ରହିବ କାହିଁକି? ଯେଉଁ ବିଷ୍ଣୁପୁର ଗାଁରେ ତାର ବାପ ନିଜେ ମୂଲିଆ ଲଗାଇ କାମ କରୁଥିଲା, ସେଇଠି ସେ ପର ଓଳି ତଳେ ମୂଲ ଲାଗିବ? ପର ଦିଆ ଭାତ ତୋରାଣୀ ପିଣ୍ଡା ତଳେ ବସି ଖାଇବ? ତାକୁ ଖରାପ ଲାଗିବ? ନଈ ସେପାରି ଦୁର୍ଗାପୁର ଆଖପାଖ ଆଉ କେତେ ଗାଁ ଅଛି, ଯେଉଁଠି ତାକୁ କେହି ଚିହ୍ନନ୍ତି ନାହିଁ, ସେ କାହାରିକୁ ଚିହ୍ନେ ନାହିଁ। ସେଇଠି ସେ ମୂଲ ଲାଗିଲେ ପେଟ ଅପୋଷା ରହିବ ନାହିଁ। ଦିନେ ନିଧେଇ ସ୍ୱଇଁଙ୍କୁ ସନେଇ ସେ କଥା କହିଲା। ନିଧିଆଦି, ଅଜଣା ଥାନରେ କିଏ କାହାକୁ ଦେଖୁଛି? ଜଣକୁ ଜଣେ ହାତ ହଲେଇଲେ କୌଣସି ମତେ ଚଳିଯିବ। ନିଜ ଗାଁରେ ଆପଣା ଲୋକଙ୍କ ପାଖରେ ଅଲଗା ହୋଇ, ଅଛୁଆଁ ହୋଇ, କୁକୁର ପରି ଦାନ୍ତ ଦେଖାଇ ପଡ଼ି ରହିବାକୁ ଲାଜ ସରମ ମାଡ଼ିବ। ପର ଗାଁରେ ଲାଜ ହେବ ନାହିଁ। ନିଧେଇ ବୁଝେଇ କରି କହିଲେ, ତୁ ଭୁଲ ବୁଝିଛୁ। କିଛି ନ ଥାଉ ଢିଅ ଖଣ୍ଡିକ ତ ପଡ଼ିଛି, ସାତପୁରୁଷର ଢିଅ। ତୁ ଚାଲିଗଲେ ଏ ଗାଁରୁ ପରିଡ଼ା ବଂଶର ନାଁ ଛପିଯିବ। ଆରେ ଭଲ ମନ୍ଦ ଲାଗିଛି, ବଡ଼ ସାନପଣ ମଣିଷ ହାତର କଥା ନୁହେଁ। ଏ ଗାଁ ବାଟିରେ ନିହତିକୁ ଜଗି ଚଳ। ହାତରେ କିଛି ପଇସା ହେଲେ ପ୍ରାୟଶ୍ଚିତ କରିବ, ସେଇଠୁ ସବୁ ଭଲ। ମୁଣ୍ଡକୁ ଯିବାକୁ ମୋର ଥାନ ନାହିଁ ନିଧିଆଦି। ନିଧେଇ କ'ଣ କହିବାକୁ ବସିଥିଲେ, ଅଟକି ଗଲେ। ଗଛ ଉହାଡ଼ ପରି ଦଳେଇ ଓ ରାମ ପହରା ଯେ ସେଇ ବାଟ ଦେଇ ଆସୁଛନ୍ତି। କଥାକୁ ସେଇଠି ଶେଷ କରିଦେବାକୁ କହିଲେ। ସବୁର କଲେ ସବୁ ହୋଇଯାଏ ରେ ସନିଆ, କେଉଁ କଥା ବାକି ରହିଛି? ନିଧେଇ ବାଟ ଭାଙ୍ଗି ଚାଲିଗଲେ। ସନିଆ ପହରାଜଙ୍କୁ ଅପେକ୍ଷା କରି ରହିଲା। ପାଖକୁ ଆସିବାରୁ ଓଳଗି ହେଲା। ପହରାଜେ ମୁଡ଼ୁକି ହସି ମୁଣ୍ଡ ଟୁଙ୍ଗାରିଲେ। ଗଳା ସଫା କରି କହିଲେ, ବେଶ ଚେରେ ଗଲୁଣି ରେ ସନିଆ, ପରିଦଳେ କ'ଣ କହୁଛି ଶୁଣିଲୁଣି?
ପରିଦଳେଇ କହିଲା, ଯାଉନ ଆପଣ ଦେଖି ଆସିବ। ଚୂଡ଼ା ଟୋକେଇ ନେଇ ମା ଯାଇଥିଲା ଦୁର୍ଗାପୁର। ସେଇଠି ଦେଖିଲା ତୋ ଭଉଣୀ ପୁନିକୁ। ମଧୁ ବୋଇ ବାଉରୀ ନିତେଇ ନାୟକଙ୍କର କୋଠିଆ ଘରେ ସେ ଆଶ୍ରା ନେଇଛି। ଭଲରେ ଅଛି ରେ। କେତେ କଥା ପଚାରୁଥିଲା। ପହରାଜୀ କହିଲେ, ଆରେ ସନିଆ, ଯେତେ ପ୍ରାୟଶ୍ଚିତ କଲେ ତୁ ଆଉ ଜାତିରେ ପଶିପାରିବୁ ନାହିଁ। ଘର ଝିଅ ବାଉରୀ ଟୋକାରେ ଆଶ୍ରା ନେଲା, ଆଉ ରହିଲା କ'ଣ? ତୁ ଏଥର ବାଉରୀ ଜାତିରେ ମିଶିଯା। ଯୁଆଡ଼ୁ ହେଲେ ସମାଜ ଧରି ରହିବା ଭଲ। ପହରାଜେ ଓ ଦଳେଇ ବାଣ ମାରିଲା ପରି କଥା କୁହା କହିଦେଇ ବାଟ ଭାଙ୍ଗି ଚାଲିଗଲେ। ସନିଆ ଖଣ୍ଡେ ଦୂରେ ଆସି ନଈବନ୍ଧକୁ ଉଠିଲା। ବଡ଼ କନ୍ଧ ଓସ୍ତ ଗଛର ତଳେ ବସିଯାଇ ନଈ ସେପାରେ ଗଛ ଓହଳି ଆଡ଼କୁ ଚାହିଁ ରହିଲା। ସକାଳର କଅଁଳ କିରଣ ଚାରିଆଡ଼େ ବିଞ୍ଚି ହୋଇ ପଡ଼ିଥାଏ। ମୁଣ୍ଡ ଭିତରେ କେତେ ଭାବନା ଖେଳି ଯାଉଥାଏ। ପରିଦଳେଇ ମିଛ କହେ ନାହିଁ। କିଏ ବା ମିଛ କହିବ କାହିଁକି? ପୁନି ଶେଷକୁ ବାଉରୀ ଘରେ ଆଶ୍ରା ନେଲା। ଆଉ ମାନେ ଗଲେ କୁଆଡ଼େ? ପୁନି ଜୀବନରେ ଅଛି, ଏହା ସନିଆର ମନରେ ଆନନ୍ଦ ଆଣିଲା ନାହିଁ। ବଞ୍ଚି ମଧ୍ୟ ପୁନି ବଞ୍ଚି ନାହିଁ। କୂଳରେ କଳଙ୍କ ଲଗାଇଛି। ପେଟ ପାଇଁ କିଏ କେତେ କ'ଣ ନ କରିଛି। କୁକୁର ମୁହଁରୁ ଆହାର ଛଡ଼ାଇ ଖାଇଛି ମଣିଷ। ଅତି ଅଭାବରେ ବାଟରେ ଘାଟରେ ପଡ଼ି ମରିଛି। କିନ୍ତୁ ଦୁନିଆରେ ଲୋକଙ୍କୁ ଦେଖାଇ ସମାଜ ଆଗରେ ଅଛୁଆଁ ବାଉରୀ ଘରେ ଆଶ୍ରା ନେଇନାହିଁ। ଭଲ ମନ୍ଦ ଭାବି ସ୍ଥିର କରିବାର ଅବସ୍ଥା ତାର ନଥିଲା। ପୁନି ଯାହା କରିଥାଉ, ଲୋକେ ଯାହା କହନ୍ତୁ, ତାକୁ ଥରେ ଦେଖିବାକୁ ସନିଆର ପ୍ରାଣ ଛଟପଟ ହେଲା। ଭାବିଲା ସେ ଯିବ। ନିଜ ଆଖିରେ ତାର ଭଲ ମନ୍ଦ ଦେଖି ଆସିବ। ଯଦି ସମ୍ଭବ ହୁଏ ପୁନିକୁ ବାଉରୀ ଘରୁ ଉଦ୍ଧାର କରି ଆଣିବ। ବନ୍ଧ ଉପରୁ ଗଡ଼ି ଯାଇଛି ଚଲା ବାଟ ଓସ୍ତ ଗଛ ତଳେ। ଡାକେ ବାଟ କଣ୍ଡିଆ। ତାପରେ ନଈକୂଳ ବାଲି ପାଣିଧାର। ଗାଁ ଲୋକେ ସେଇଠି ଗାଧୁଅନ୍ତି। ପୁଷ ମାସ, ହେମାଳିଆ ସକାଳ। ଗୋଟାଏ ସବୁଜ ଗାଲିଚା ପାରିଦେଲା ପରି ଦିଶୁଛି। ରାତିର କାକର ଉପରେ ତେର୍ଛା କିରଣ ଚିକ୍ ଚିକ୍ କରି ଦେଖାଯାଉଛି। ଗାଁ ଲୋକଙ୍କର ଖରା ପୁହାଇବାର ବେଳ ହେଲାଣି। ଘର ଘର ହୋଇ ମ୍ୟାଲେରିଆ ଜ୍ୱରରେ ଲୋକେ ପଡ଼ିଛନ୍ତି। ବେଳେ ବେଳେ ଜଣେ ଅଧେ ମରୁଛନ୍ତି। ଗାଁ ବୈଦର ପାଞ୍ଚଣ ପାଣି କିଛି କାଟୁ କରୁନାହିଁ। ବାକୁ ବତା। ଘର ଲୋକଙ୍କ ମନରେ ଶାନ୍ତି ଚିକିତ୍ସା ଦେଉଛି। ଭଲ ମନ୍ଦ ବେଳକୁ ଲୋକଙ୍କୁ ଠାକୁରଙ୍କ ଉପରେ ଦାୟିତ୍ୱ ଲଦି ଦେଇ ଲୋକେ ନିଶ୍ଚିନ୍ତ। ଆଜି ବଉଳ ଅମାବାସ୍ୟା। ଆମ୍ବ ଗଛରେ ନୂଆ ବଉଳ ଉଦ୍ଗମ। ସ୍ୱର୍ଗରେ ଆମ୍ବ ନାହିଁ। ଦେବତାମାନେ ଛପି ଛପି ଏପୁରକୁ ଓହ୍ଲାଇ ଆସନ୍ତି ଆମ୍ବ ବଉଳର ଗନ୍ଧ ଲୋଭରେ। ଗାଁ ମାଇପେ ଦଳ ଦଳ ହୋଇ ନଈକୁ ଗାଧେଇ ଯାଆନ୍ତି। ସୂର୍ଯ୍ୟ ଉଠିବା ଆଗରୁ ଫେରନ୍ତି। ଫେରିଲେ ଯେଉଁମାନେ ଶନି ଆଡ଼କୁ ବଙ୍କେଇ ଚାହିଁ ନିଜ ରାହା ଧରି ଚାଲିଗଲେ। ସମସ୍ତଙ୍କୁ ସେ ଚିହ୍ନେ। ଗାଁ ପୁଅ ସମସ୍ତେ ତାକୁ ଜାଣନ୍ତି। କେହି ପଦେ ପଚାରିଲେ ନାହିଁ। ସତେ କି ସେ ନାହିଁ? ସନିଆ କାହାକୁ ଫାଟି ଫିଟାଇଲା ନାହିଁ। ନିଜ ଭାବନାରେ ସେ ବୁଡ଼ି ରହିଲା। ନଈ ଭିତରକୁ କଣ୍ଡିଆ ଉପରକୁ ଉଠିଲା ଧୋବି। ବାମ ଓଝାଏ ଝିଅ ଟିମି ଚାଲିଛି ତାର ସଙ୍ଗେ ସଙ୍ଗେ। ସବୁଜ ଲଟାକୁ ଦୁଇ ଭାଗ କରି ହସି ହସି ସାଙ୍ଗ ଦିହେଁ ଚାଲି ଚାଲି ଆସିଲେ ବନ୍ଧ ଉପରକୁ। ରୂପର ଢେଉ ସତେକି ଖେଳି ଯାଉଥାଏ ନିର୍ଜନ ସବୁଜ କ୍ଷେତ ଉପରେ। ହସର ଲହରୀ ଢେଉ ଉଠୁଥାଏ ନୀରବତା ମଝିରେ। ସନିଆର ଭାବନା ଭାଙ୍ଗିଲା। ଆଖି ଆଗରେ ଠିଆ ହେଲା ସ୍ୱପ୍ନ। ରାତିରେ ଛବି। ଧୋବି ଯାହା ପାଇଁ ଆଜି ସେ ବଞ୍ଚିଛି, ଯାହା ପାଇଁ ବଞ୍ଚିବାର ମାୟା ଲାଗିଛି ତା ମନରେ, ଯାହାର ଦୟା ତାହାର ମନ ଦେହ ମନ ଆବୋରି ରଖିଛି, ସେଇ ଧୋବି। ସନିଆର ଦରମଲା ଆଗ୍ରହ ମୁଣ୍ଡ ଟେକିଲା। ଧୋବି ଆଗକୁ ଯାଇପାରିଲା ନାହିଁ। ଗଛ ମୂଳରେ ଅଟକି ଠିଆ ହେଲା। ଟିମି ଧରିଲା ଧୋବିର ହାତ। କହିଲା, ଆସନ୍ତୁ ଧୋବି ଅପା। ସନିଆ ବାଉରୀଟାକୁ ଚାହିଁ, କ'ଣ ଠିଆ ହୋଇଛୁ? ଶୁଣିଲୁଣି? ଧୋବି ତାର ତୁଣ୍ଡରେ ହାତ ଦେଇ କହିଲା, ଚୁପ୍, ସବୁ ମୁଁ ଶୁଣିଛି। ପୁନି ରହିଲା ବାଉରୀ ଘରେ। ସେଥିରେ ସନିଆ ଭାଇର କି ଥାଏ? ପୁନି ସଙ୍ଗେ ନ ମିଶିଲେ ଆଉ ପ୍ରାୟଶ୍ଚିତ ହେଲା। ସେ ପୁଣି ଜାତିରେ ମିଶିବ। ସନିଆ ମୁଣ୍ଡ ଟେକି ଧୋବିକୁ ଚାହିଁଲା। ଧୋବିର ଜୀବନ ଉପରେ ଦୁଃଖ ନୈରାଶ୍ୟର ଯେଉଁ ଝଡ଼ ବୋହିଯାଇଛି, ସେ କଥା ସେ ନିଧି ସ୍ୱାଇଁଙ୍କ ମୁହଁରୁ ଦିନ ଶୁଣୁଥିଲା। ଆଜି କିନ୍ତୁ ଧୋବି ଠିକ୍ ଅଭିଆଡ଼ି ଝିଅଟି ପରି ଦିଶୁଛି। ପିଲାଦିନେ ବିଜୁଳି ପରି ଥିଲା ଯାହାର ଗତି। ମୁହୂର୍ତ୍ତକରେ ଚନ୍ଦ୍ର ପରି ଭ୍ରମି ଯାଉଥିଲା ଯାହାର ଆଖି ଡୋଳା। ପାଖରେ ଥିଲେ ଧରିବାକୁ ହାତ ବଢ଼ାଇଲେ ତୀର ବେଗରେ ଛୁଟି ପଳାଇ ଯାଉଥିଲା ଧୋବି। ସଦା ଚଞ୍ଚଳ, ଅସ୍ଥିର, ଦୁଷ୍ଟ। ସେ ତାର ଯୌବନର ପୂର୍ଣ୍ଣ ଶୋଭା ଧରି ସକାଳର କଅଁଳ ଖରାରେ ଠିଆ ହୋଇ ଆସିଛି ଆଗରେ। ସେଦିନ ପରି ଆଜି ଆଉ ସେ ଜିଭ ଦେଖାଇ ଖତେଇ ହେଉନାହିଁ। ପାହାଡ଼ ଉପରୁ ଗଡ଼ି ଆସୁଥିବା ଝରଣା ପରି ଚଞ୍ଚଳ ମୁଖରେ ହେଉନାହିଁ।
ଧୋବି ଯାହାରି ପାଇଁ ଦିନେ ଚହଲି ଉଠିଲା ସନିଆର ମନ। ନିଜେ ନ ବୁଝି ପାରିଲେ ମଧ୍ୟ ଯାହାରି ମାୟା ଆଖିର ଲୁହ କଙ୍ଗାଳ କଙ୍କାଳର ମନର କେଉଁ ଅନ୍ଧାରି ଅବୁଝା କନ୍ଦରେ ଜାଳିଥିଲା ଜୀବନର ହୋମଶିଖା, ମରଣମୁହା କଙ୍କାଳର ହାଡ଼ରେ ଜଗାଇ ଉଠିଥିଲା ଶକ୍ତି। ଯେଉଁ ଧୋବିର ଲିଭି ଲିଭି ଆସୁଥିବା ସ୍ମୃତି, ଯାହାର ଆଦର ଯତ୍ନ, କଅଁଳ କଥା, ଅମୃତ ସ୍ପର୍ଶରେ ମରଣର ନିମନ୍ତ୍ରଣକୁ ଉପେକ୍ଷା କରି ବଞ୍ଚିବାକୁ ଆକୁଳ ହୋଇ ଉଠିଲା ସନିଆ। ସେହି ଧୋବି ଉଦା ଲୁଗା ପିନ୍ଧି ଠିଆ ହୋଇଛି ତାରି ଆଗରେ। ସୁନ୍ଦର ଉଜ୍ଜଳ ଆଖି ଡୋଳାରେ ଭରି ରହିଛି ଗାମ୍ଭୀର୍ଯ୍ୟ, ଛଳ ଛଳ ଦୃଷ୍ଟିରେ ଆଗ୍ରହ କରୁଣାର ଆଭା। ପୁରିଲା ପୁରିଲା ଗାଲ, ନାଲି କଇଁର ପାଖୁଡ଼ା ପରି ଓଠ ଦିଫାଳରେ ଜାଣି ହେବ ନାହିଁ ମୃଦୁ କମ୍ପନ। ଯୌବନ ଗର୍ବିତ ଉଠିଲା ଉଠିଲା ଛାତିର ଲୁଗା ଥରେ ଥରେ ଉଠୁଛି। ଅଚଞ୍ଚଳ ଅନାବୃତ ସୁଗୋଳ ହାତ ଦୁଇଟି। କ୍ଷଣକ ପାଇଁ ସନେଇ ନିଜକୁ ଭୁଲିଗଲା। ଧୋବି ମୁହଁ ଖୋଲିଲା। କେମିତି ଅଛୁରେ ସନିଆ ଭାଇ? ସନିଆ ଉତ୍ତର ଦେଲା, ପରର ଯାଚିଲା ଭାତ ଖାଇ ବଞ୍ଚି ରହିଚିଲ। ଧୋବି କହିଲା, ପରର ନୁହେଁ, ତୋର ନିଜର। ଆଉ କ'ଣ କହିବାକୁ ହେଉଥିଲା, ଟିମି ଆଡ଼କୁ ଦରହସିଲା ମୁହଁରେ ଚାହିଁ କଥା ବୁଲାଇ କହିଲା, ବେଶ ତ, ଗୋଲଗାଲ ହୋଇ ଆସିଲୁଣି। ଏଥର ପରର ହାତକୁ ଚାହିଁ ରହିଛୁ କାହିଁକି? ନିଜେ ହାତ ହଲେଇଲେ ତୋର ପେଟ ଅପସା ରହିବ ନାହିଁ। ବାପ ଅଜାଙ୍କର ଘରଡିହ ଓ ବାରି ଅରମା ହୋଇ ପଡ଼ିଛି। ସବୁଦିନ ସଞ୍ଜରେ ଶିବ ମନ୍ଦିରରୁ ଫେରିଲା ବେଳେ ସେ ଅରମା ଢିଅ ଆଉ ଖଣ୍ଡକ କାନ୍ଥ ଆଡ଼କୁ ଚାହିଁ ଚାହିଁ ଆସେ। ଖରାପ ଲାଗେ। ସନିଆ ଭାଇ ଗଛମୂଳେ ପର ଓଳି ତଳେ ରାତିରେ ଶୋଉଛୁ କାହିଁକି? ମଗାଜୟା କରି ଆଡ଼ମ୍ବରୀରେ ଚାଳି ଖଣ୍ଡେ ଉଠେଇ ଦେ, ସେଇଠି ରହ। ସନିଆ କହିଲା, ସେଇ ଖଣ୍ଡିଆ ଡିହକୁ ଚାହିଁଲେ କେମିତି ହତାଶିଆ ଲାଗୁଛି। ତାରି ଭିତରେ ଗୋଡ଼ ବଡ଼ଳେଇଲେ ଯେମିତି କିଏ ମାରି ଗୋଡ଼ଉଛି। ମନେ ହେଉଛି ସବୁ ଛାଡ଼ି ଏକାମୁଆ ହୋଇ ଗାଁରୁ ପଳେଇବି। କୁଆଡ଼କୁ ମନ ଟାଣିବ, ଗୋଡ଼ ଚାଲିବ। ଯେଉଁମାନଙ୍କୁ ନେଇ ଘର ସଂସାର, ସେମାନେ କେଉଁଠି ରହିଲେ? ଏତେବେଳେ କିଏ ଟିମି ମୁହଁ ଖୋଲିଲା। କାହିଁକି? ତୋ ଭଉଣୀ ପୁନି ଧୋବି ଅପାର କୋଠିଆ ବାଉରି ଟୋକାକୁ ବାହା ହୋଇ ଦୁର୍ଗାପୁରରେ ଅଛି। ସେମିତି ହାଉଲେ ହାଉଲେ ଆଉମାନଙ୍କର ଖବର ପାଇଯିବୁ ଯେ। ସନିଆ କହିଲା, ଆଲୋ ଟିମି, ଏମିତି ହୁଏତ କେତେ ଖବର ପାଇବି। ତୋରି ଭଳି ଆଉ 5 ଜଣ କାନ୍ଥକୁ ବାଡ଼କୁ ଦେଖେଇ ଥଟ୍ଟା ତାମସା କରିବେ, ଅପମାନ ଦେବେ। କାହାରି କଥାକୁ ମୋର ଛଳ ନାହିଁ, କାହାରି ଉପରେ ମୋର ରାଗ ଅଭିମାନ ନାହିଁ। ଭଗବାନ ଯାହାକୁ ବାମ, ଭଗବାନ ଯାହାକୁ ଦଣ୍ଡ ଦେଇଛନ୍ତି, ସେ କାହିଁକି ପରର ଦୋଷ ଦେବ? ତା ପକ୍ଷରେ ଉଚିତ ହେଉଛି ଚିହ୍ନା ଲୋକଙ୍କ ପାଖରୁ ଦୂରେଇ ଯିବା। ଧୋବି କହିଲା, ଚିହ୍ନା ଲୋକ ଟାପରା କରନ୍ତୁ ପଛେ ତାଙ୍କର ମନ ତୁଟିବ। କେହି ହେଲେ ଜଣେ ଆହା ବୋଲି କହିବ। ସନିଆ ଭାଇ, ତୋ ବାଇଆ ବୁଦ୍ଧି ଛାଡ଼େ। ପରିଡ଼ା କୂଳ ଲୋପ ପାଇବା ଠାକୁରଙ୍କର ଇଚ୍ଛା ନୁହଁ, ସେଇଥିପାଇଁ ତୁ ଫେରି ଆସିଛୁ। ଗାଁ ମାଟିରେ ପଡ଼ିଆରେ ମା ବୋଲ କର। ସନିଆ ହସିଲା। ଧୋବିର ତୋରା ମୁହଁକୁ ପିଇଲା ଆଖିରେ ଦଣ୍ଡେ ଚାହିଁ କହିଲା, ଗାଁ ମାଟିରେ ଅଛୁଆଁ ଅଛବ ହୋଇ ପଡ଼ି ରହିବି। ଯେଉଁମାନଙ୍କୁ ଛୁଇଁଲେ ଦିନେ ମୁଁ ଛୁଆଁ ହେଉଥିଲି, ସେମାନେ ମୋତେ ଛୁଇଁଲେ ଛୁଆଁ ହେବେ। କେମିତି ପ୍ରାଣ ଧରି ସହିବି ଧୋବି? ପର ଗାଁରେ, ଅଜଣା ଥାନାରେ, ଅଚିହ୍ନା ଲୋକଙ୍କ ମଝିରେ ରହି ନିଜକୁ ପାଣହାଡ଼ି ବୋଲି ପରିଚୟ ଦେଲେ କିଛି କ୍ଷତି ନାହିଁ। ବଞ୍ଚିବାର କଥା ବଞ୍ଚିବି। ଘୃଣାରେ ଫୁଲି ଉଠିଲା ଧୋବିର ନାକପୋଡ଼ା। ଟିମି ଆଡ଼କୁ ମୁହଁ ଫେରାଇ କହିଲା, ଚାଲଲୋ, ଯାହାକୁ ଯାହା ବୁଦ୍ଧି ଦିଶିବ ସେ କରିବ, ଆମର କି ଥାଏ। ଦିହେଁ ଚାଲିଗଲେ। ଥରେ ହୋଇ କେହି ମୁହଁ ବୁଲାଇ ଚାହିଁଲେ ନାହିଁ। କିନ୍ତୁ ସନିଆ ଧୋବିର ଗଲା ଦୋହଲା ଦେହକୁ ଚାହିଁ ରହିଥିଲା। ବନ୍ଧ ଆରପାଖେ ସେ ଛପିଯିବା ଯାଏ। ଦୁର୍ଗାପୁରରେ ନିତେଇ ନାୟକଙ୍କର ଘର। ଏତେ ବଡ଼ ଘର ଖାଁ ଖାଁ ଲାଗୁଛି। ଜିତେଇ ନାୟକ ଓ ନିତ ନାୟକଙ୍କର ମରଣ ପରେ ଯେତେବେଳେ ଚିମ୍ଟେଇ ସ୍ୱାଇଁ ବିଧବା ଝିଅ ଧୋବିକୁ ନିଜ ଘରକୁ ନେଇଗଲେ, ନାୟକ ଘର ଘରେ ତାଲା ପଡ଼ିଲା। ଅମରାଏ ଧାନ ଜଗିବା ପାଇଁ ବିଷ୍ଣୁପୁରରୁ ଲୋକ ଆସିଲେ। ଅନ୍ନଛତ୍ର ମଧ୍ୟ ବନ୍ଦ ହେଲା। ଗାଡ଼ି ଗାଡ଼ି ହୋଇ ଧାନ ବିଷ୍ଣୁପୁର ସ୍ୱାଇଁଙ୍କର ଅରମାରକୁ ପୁର କରିଦେଲା। କାଙ୍ଗାଳମାନେ ହତାଶ ହୋଇ ଯିଏ ଯୁଆଡ଼େ ପ୍ରାଣ ବିକଳରେ ପଳାଇଲେ। ଯେଉଁମାନଙ୍କ ଯିବାର ଶକ୍ତି ନଥିଲା, ସେମାନେ ବାଟରେ ଘାଟରେ ପଡ଼ି ମଲେ। ଜିତେଇ ନାୟକ ବଞ୍ଚିଥିବା ଯାଏଁ ଦୁର୍ଗାପୁରରୁ ଜଣକୁ ହେଲେ ଗାଁ ଛାଡ଼ିବାକୁ ଦେଇନଥିଲେ। ଲୋକ ଲଜ୍ଜାକୁ ଡରି କାଳେ କିଏ ମାଗିବାକୁ ଆସିବ ନାହିଁ, ସେହି ଚିନ୍ତାରେ ସେ ନିଜେ ଘର ଘର ବୁଲି ଲୋକଙ୍କର ହାନିଲାଭ ବୁଝୁଥିଲେ। ମାଗିବା ଆଗରୁ ନିଜେ ନେଇ ଧାନ ଚାଉଳ ଦେଇ ଆସୁଥିଲେ। ଭାବୁଥିଲେ, ପ୍ରଥମରୁ ଲୋଭ ଛାଡ଼ି ଯଦି ସେ ଏଇଆ କରିଥାନ୍ତେ, ହତାଶ ହୋଇ ଗାଁରୁ ଅଧେ ଲୋକ ଛତରରେ ପଶିନଥାନ୍ତେ।
ବଡ଼ ଡେରିରେ ତାଙ୍କର ମୋହ ଭାଙ୍ଗିଲା। ସେ ବୁଝିଲେ ଧାନ ଚାଉଳ ଯଦି ସେ ସଞ୍ଚି ରଖି ଲୋକଙ୍କୁ ନ ଦେଇ ସମ୍ପତ୍ତି ବଢ଼ାଇବାରେ ପଣ କରନ୍ତି ତେବେ ଗାଁରେ ଆଉ କେହି ରହିବେ ନାହିଁ। ପୂର୍ବପୁରୁଷଙ୍କ କଲ୍ୟାଣରୁ ସେ ଏତେ ସମ୍ପତ୍ତିର ମାଲିକ ହୋଇଛନ୍ତି, ଏତେ ଧାନ ପାଖରେ ଜମାଇ ରଖିଛନ୍ତି ବୋଲି ଗାଁ ଲୋକଙ୍କୁ ଡହଳ ବିକଳ କରି ମାରିବେ ନାହିଁ। ପୁଅକୁ ବାହା କରି ଲକ୍ଷ୍ମୀ ପ୍ରତିମା ବୋହୂ ଘରକୁ ଆଣି ତାଙ୍କର ଦୁଇ ହାତରେ ଖାଲି ହୋଇଯାଇଥିଲା। ଲୋକ ଧନ୍ୟ ଧନ୍ୟ କହିଲେ, ପ୍ରଶଂସା କଲେ। ଯେତେ ଦେଲେ ସୁଦ୍ଧା ଲକ୍ଷ୍ମୀ ଭଣ୍ଡାର ସରିଲା ନାହିଁ। ଯେତେବେଳେ ନାୟକେ ବଂଶର ସର୍ବନାଶ ହେଲା ଆଉ ଗାଁ ଲୋକଙ୍କ ଆପତ୍ତି ଅଭିଯୋଗ ନ ଶୁଣି ବିଷ୍ଣୁପୁରକୁ ଧାନ ବୁହା ଲାଗିଲା, ପର ଗାଁର କାଙ୍ଗାଳଙ୍କ ସଙ୍ଗେ ଦୁର୍ଗାପୁରର ଲୋକେ ମଧ୍ୟ ଛତରକୁ ବାହାର ପଡ଼ିଲେ। ଆଉ ଉପାୟ କ'ଣ ଅଛି? କ୍ଷମତାପନ୍ନ କାରପର୍ଦାର ତହସିଲଦାର ହରି ମହାନ୍ତିଏ ସାକ୍ଷାତ ଯମ। ମୁଣ୍ଡରେ ଚୁଟି, ବେକରେ ଘାଗଡ଼ା ତୁଳସୀ ମାଡ଼ି ଓ କପାଳରେ ଚନ୍ଦନ ଚିତା ଥିଲେ ମଧ୍ୟ ସେ ତଟିବାରେ ଲୋକ ନୁହନ୍ତି। ଦୁର୍ଗାପୁରର ଭୋକିଲା ଲୋକେ ଯେତେବେଳେ କରପତ୍ର ଯୋଡ଼ି ତାଙ୍କ ଆଗରେ ଠିଆ ହୁଅନ୍ତି ସେ କଅଁଳେ କହନ୍ତି, ଆରେ ବାପ, ମୁଁ କ'ଣ କରିବି? ମୋର କି ଚାରା ଅଛି? ଚାକର ଲୋକ ମୁଁ, ବିଧବାର ଲୁଣ ଖାଉଛି, କେମିତି କାହାକୁ ଦେବି? ଚିନ୍ତେଇ ସ୍ୱାଇଁଙ୍କ ପାଖକୁ ତମେ ଯାଅ। ଲୋକେ ଚିନ୍ତେଇ ସ୍ୱାଇଁଙ୍କ ପାଖକୁ ଯାଇ ଠିକ୍ ଏମିତି ଚିକ୍କଣ କଥା ଶୁଣି ଫେରିଥିଲେ। ନାୟକ ବଂଶର ଯେ ଥିଲେ ଲକ୍ଷ୍ମୀ, ସେ ବିଛଣାରୁ ଉଠି ନାହାନ୍ତି। ଦୁଃଖ ଜଣାନ କରିବେ କାହା ପାଖରେ? ହତାଶ ହୋଇ ଫେରିଲେ। ହରି ମହାନ୍ତିଏ ସେଇଠି ତାଙ୍କର ଦୟାରେ ମୁଣି ଝାଡ଼ିଦେଲେ। ଲୋକଙ୍କର ଦୁଃଖ ସହି ନ ପାରି ଗୋପନରେ ଗଚ୍ଛିତ ଧାନର କେତେ ଅଂଶ ମହତ ଥିଲା ଲୋକଙ୍କୁ ଦେଲେ। ଜମି ବାଡ଼ି ଘର ଢିଅ ବନ୍ଧା ରଖି ଅବା ଖରିଦି କରି କିଛି ନହେଲା ବେଳକୁ ସାଧା କାଗଜରେ ଟିପ ଚିହ୍ନ ନେଇ ଶାଗ ମାଛ ଦରରେ ପରର ଜମି ଖରିଦ କଲେ। ବିଧବାର ଧନ ଭୋକିଲାଙ୍କର ତୁଣ୍ଡରେ ଦେଇ ଧର୍ମ ଅର୍ଜିଲେ। ଧୋବି ସମ୍ପତ୍ତି ବାଡ଼ିର ଖବର କିଛି ଜାଣେ ନାହିଁ। ସେ ବିଷୟରେ କେବେ ସେ ଭାବେ ନାହିଁ। ବେଳେ ବେଳେ ହରି ମହାନ୍ତିଏ କେତେ କ'ଣ କାଗଜପତ୍ର ନେଇ ପାଖରେ ପହଞ୍ଚନ୍ତି। ଚିନ୍ତେଇ ସ୍ୱାଇଁ ସେସବୁ ଦେଖାଶୁଣା କରି ଝିଅକୁ ଡକାଇ ପଠାନ୍ତି। ହରି ମହାନ୍ତି ଯେଉଁଠି ଆଙ୍ଗୁଠି ଦେଖାନ୍ତି ଧୋବି ସେଇଠି ତାର ନାମ ଲେଖି ଚାଲି ଆସେ। ସେ ଜାଣେ କାଗଜରେ ଦସ୍ତଖତ କଲେ ଜମି ଜମିଦାରୀ ଚଳେ, ଚଳୁ ନ ଚଳୁ ତାର ସେଥିରେ ଥାଏ କ'ଣ? କିଏ ଭୋଗ କରିବ ସେ ସମ୍ପତ୍ତି? ତାକୁ ମୁଠାଏ ଖାଇବାକୁ ମିଳିଲେ ହେଲା। ନିଅଞ୍ଚେ ସମ୍ପତ୍ତି ରହୁ ଅବା ପୋଡ଼ିଯାଉ। ଯେଉଁମାନେ ଏତେ ସମ୍ପତ୍ତି ଭେଇଥିଲେ, ଯେଉଁମାନେ ସେ ସମ୍ପତ୍ତିକୁ ମୋର ମୋର କହି ଭୋଗ କରିବାକୁ ଆଣ୍ଟ ବାନ୍ଧିଥିଲେ, ସେମାନେ ଆଜି ନାହାନ୍ତି। ଆଉ ଯେଉଁମାନେ ମୋର ହୋଇ ଗରିବର ଲହୁ ଶୋଷି ଜାଲ ଜାଲିଆତି ଫିସାଦି କରି ସମ୍ପତ୍ତି ଭେଉଛନ୍ତି, 2 ଦିନ ପାଇଁ ଛାତି ଫୁଲାଇ ଚାଲୁଛନ୍ତି, ସେମାନେ ଖାଲି କେଉଁଠି ରହିବେ? ଧୋବିକୁ ହସ ମାଡ଼େ। ହରି ମହାନ୍ତିଙ୍କ ଉପରେ ଚିନ୍ତେଇ ସ୍ୱାଇଁଙ୍କର ପ୍ରଗାଢ଼ ବିଶ୍ୱାସ। ତାଙ୍କର ଧାରଣା ମହାନ୍ତିଏ ସଚ୍ଚୋଟ ଲୋକ, ସତ ଛଡ଼ା ମିଛକୁ ଯିବେ ନାହିଁ, ଅନ୍ୟାୟର ପାଖରେ ବସିବେ ନାହିଁ। ତାଙ୍କର କାଗଜପତ୍ର ସବୁବେଳେ ଦୋରସ୍ତ। ଚିନ୍ତେଇ ସ୍ୱାଇଁ ସେ ବିଶ୍ୱାସରେ ନିଶ୍ଚିନ୍ତ ରହନ୍ତି। ହରି ମହାନ୍ତିଙ୍କ କାଗଜପତ୍ର ଓଲଟେଇବାକୁ ତାଙ୍କୁ ସରମ ଲାଗେ, ସଂକୋଚ ଲାଗେ। ଚିନ୍ତେଇ କେବେ ଦୁର୍ଗାପୁର ଗଲେ ଦିନେ ଓଳିଏ ରହି ଚାଲି ଆସନ୍ତି। ଭାବନ୍ତି ସବୁ କାମ ଶୃଙ୍ଖଳାରେ ଚାଲିଛି। ଚାକର, କୋଠିଆ, ଗାଈ, ବଳଦ, ବାରି ବଗିଚା ସବୁଥିକୁ ମହାନ୍ତିଙ୍କର ଆଖି। ସେ ଖୁସି ହୋଇ ଫେରନ୍ତି। କାମ ବଳେଇବାରୁ ହରି ମହାନ୍ତି ନିଜର ଭଣଜା ନଦିଆକୁ ଆଣି ପାଖରେ ରଖିଛନ୍ତି। 15 ବର୍ଷର ସୁନ୍ଦର ସବଳ ଟୋକା ସେ। ମାମୁଁଙ୍କଠୁ ଆହୁରି ବୁଦ୍ଧିଆ, ଆହୁରି ଫିସାଦିଆ ବଢ଼ିବ। ବର୍ତ୍ତମାନ ତାଲିମ ହେଉଛି ଶିକ୍ଷା 29। ମହାନ୍ତିଏ ତା ଉପରେ ସନ୍ତୁଷ୍ଟ। ଗାଁ ଲୋକେ ଜଣ ଜଣ ହୋଇ ହାଡ଼ କେଇଖଣ୍ଡି ନେଇ ଦୁର୍ଗାପୁରକୁ ଫେରି ଆସିଲେ। ଆତ୍ମୀୟ ସ୍ୱଜନଙ୍କୁ ହରାଇଥିଲେ ବି ଗାଁ ମାଟିର ଲୋଭ ଛାଡ଼ି ପାରିଲେ ନାହିଁ। ହରି ମହାନ୍ତିଏ ତାଙ୍କର ବୁଦ୍ଧିରେ ଜାଲ ଖେଳାଇ ଦେଲେ। ଫେରିଲା କଙ୍କାଳଙ୍କର ଅବଶିଷ୍ଟ ଯାହା ସମ୍ପତ୍ତି ଥିଲା ସେତେକ ଲେଖେଇ ନେଇ ପିଠିରେ ହାତ ଆଉଁସି କଙ୍ଗାଳକୁ ବଞ୍ଚିବା ପାଇଁ ସେ ଖାଦ୍ୟ ଯୋଗାଇଲେ। କାଙ୍ଗାଳ ପ୍ରାଣ ନେଇ ମଣିଷ ରୂପରେ ଠିଆ ହେଲା। ସେ ଦେଖିଲା ତାର ସର୍ବସ୍ୱ ଯାଇଛି। ମୁଣ୍ଡ ଗୁଞ୍ଜିବାକୁ ଛପର ନାହିଁ, ବିଲ ମାଟି ହିଡ଼ରେ ଲଦି ପେଟ ପୋଷିବାକୁ ଜମି ନାହିଁ। ସଂସାର ତାକୁ ଶୂନ୍ୟ ଦିଶିଲା। କ'ଣ କରିବ? ଯେଉଁ ଜମି ହରି ମହାନ୍ତିଙ୍କୁ ଲେଖିଦେଇଛି, ଜୀବନ ଥାଉଣୁ ତାକୁ ଫେରାଇ ଆଣିପାରିବ ନାହିଁ। କାଗଜର ମହତ୍ତ୍ୱ ରଖିବାକୁ ଶକ୍ତିଶାଳୀ ଆଇନ ଆଖି ତରାଟି ଠେଙ୍ଗା ଧରି ବସିଛି। ନିଜ ଠେଙ୍ଗା ଟେକିଲେ ନିଜ ମୁଣ୍ଡରେ ପଡ଼ିବ। ହରି ମହାନ୍ତିର କୋଠିଆ କି ମୂଲିଆ ହୋଇ ନିଜ ଜମିରେ ନିଜେ ମୂଲ ଲାଗି କେହି କେହି ଚଳିଲେ। ଯେଉଁମାନେ ଚାରିଦୌଡ଼ି କଟା, ଯେଉଁମାନଙ୍କର ଆତ୍ମସମ୍ମାନ ଅଛି, ସେମାନେ ଗାଁ ଠାକୁରଙ୍କୁ ଶେଷ ନମସ୍କାର କରି ଯୁଆଡ଼େ ସିଆଡ଼େ ମନ ଟାଣିଲା ଚାଲିଲେ।
ଗାଁ ଲୋକଙ୍କର ମମତା ଚିରଦିନ ପାଇଁ କାଟିଦେଲେ। ଯେଉଁମାନେ ମୂଲିଆ କୋଠିଆ ହୋଇ ପେଟ ପୋଷିବାକୁ ରହିଲେ ସେମାନଙ୍କର ପରିତ୍ରାଣ କାହିଁ? ସନେଇ ପରିଡ଼ା ପରି ସେମାନେ ହେଲେ ଅଛୁଆଁ, ଅଜାତି, ପତିତ। ଜମିଦାରକୁ କର ଦେବାକୁ ସିନା ତାଙ୍କୁ ପଡ଼ିଲା ନାହିଁ, ଏ ଜୀବନରେ ବାଡ଼ିର ଯେ ମାଲିକ କିନ୍ତୁ ଦେହର ମାଲିକ ଯେଉଁ ପୁରୋହିତ। ଜୀବନର ସେପାରିକୁ ଆତ୍ମାର ବାଟ ଯେଉଁ ବ୍ରାହ୍ମଣ ଫିଟାନ୍ତି, ସ୍ୱର୍ଗ କି ନରକର ସିଡ଼ି ରହିଛି ଯାହାଙ୍କର ହାତରେ, ଭଗବାନଙ୍କର ଧର୍ମ କଲ୍ୟାଣର ଗନ୍ତାଘର ଚାବି ଯାହାଙ୍କ ପାଖରେ, ଯୁଗ ଯୁଗ ଧରି ଆତ୍ମାର ଉନ୍ନତି ପାଇଁ ଯେ ଆଇନ ଗଢ଼ିଛନ୍ତି, ସେସବୁକୁ ବ୍ୟବହାର କରିବାର ଅଧିକାର ଯାହାଙ୍କର ହାତରେ ଅଛି, ବିନା କରରେ ତାଙ୍କର ମନ ତଟିଲା ନାହିଁ, ଆଇନ ପୋଥିର ଡୋର ଖୋଲିଲା ନାହିଁ। ଯେଉଁମାନେ ଅଛୁଆଁ ଅଜାତି ହୋଇ ରହିଲେ ସେମାନଙ୍କର ସମ୍ବଳ ନାହିଁ। ଯେ ବ୍ରାହ୍ମଣର ଶାଗପଲଟା ମଣିଷର ହାତଗଢ଼ା ମାଟି ପଥରର ଦେବତା ଆଗରେ ଭୋଗ ଲଗାଇ ପାରିବେ, ବ୍ରାହ୍ମଣ ଭୋଜନୀ ଓ ଦକ୍ଷିଣାର ବ୍ୟବସ୍ଥା କରି କାୟା ଶୁଦ୍ଧି କରିବେ, କଳଙ୍କି ଲଗା ଆତ୍ମାରୁ କଳଙ୍କ ଧୋଇପାରିବେ, ଭବିଷ୍ୟତରେ ଏସବୁ କରିବା ବାସନାରେ ଅଜାତି ମୂଲିଆ ମାଟି ତାଡ଼ିଲା। ଦେହରୁ ପୋଷ ପୋଷ ଝାଳ ନିଗାଡ଼ି ଦେଲା ମାଟି ଉପରେ, ପେଟକୁ ଖେଣ୍ଟି ଧନ ସଞ୍ଚିବାରେ ମନ ଦେଲା। ଫେରନ୍ତା କାଙ୍ଗଳ ମୂଲ ଲାଗି ପେଟ ପୋଷିଲା। ରକ୍ତ ନିଗାଡ଼ି ତୈଲା ତାଡ଼ି ପଥର ଭାଙ୍ଗି ଜମି କରିଥିଲା ଯିଏ, ସେ ପୁଣି ରକ୍ତ ନିଗାଡ଼ିଲା ସେହି ଜମି ଉପରେ। ପର ପାଇଁ ବେଶୀ ଧନ ଅଳ୍ପ ଧନକୁ ପାଖରେ ଓଟାରି ନେଲା। ବେଶୀ ଜମିର ଆକର୍ଷଣରେ ଅଳ୍ପ ଜମି ଟାଣି ଟାଣି ହୋଇ ଲାଗିଗଲା ତା ଦେହରେ। ମିଶି ଏକାକାର ହେଲା ଝରଣାର ପାଣି, ଟାଣି ହୋଇ ଆସେ ଯେପରି ନଦୀ ଆଡ଼କୁ, ଆଉ ନଦୀ ଅସ୍ତବ୍ୟସ୍ତ ହୋଇ ଲଙ୍ଗଳା ମୁକୁଳା ହୋଇଥାଏ ଦରିଆକୁ। ମୂଲିଆ ହେଉ ଅଜାତି ଅନ୍ତୁଆ ହେଉ, ଦେହ ଭିତରେ ସୂଚନୀ ନିଆଁ ତ ଲିଭିଲା ନାହିଁ, ମଣିଷ ମାଂସର ଲୋଭ ତ କମିଲା ନାହିଁ, ବରଂ ବଢ଼ିଲା। ସୃଜନୀ ଶକ୍ତି ଦେଲା ଇଙ୍ଗିତ। ଶୃଙ୍ଖଳା ନାହିଁ ସମାଜରେ ଯେତେବେଳେ ଧର୍ମ ଓ ସମାଜ ଛଡ଼ା ସ୍ତ୍ରୀ ପୁରୁଷ ଏକାଠି ହେଲେ, ମିଳନ ଆକାଂକ୍ଷା ବଢ଼ିଲା। ସଜନ ପ୍ରେରଣାରେ ହାତଗଢ଼ା ଠାକୁରର ଡର, ମନଗଢ଼ା ନୀତି ଶିକ୍ଷା ପଛେଇ ରହିଲା। ଯାହାର ଯେଉଁଠି ମନ ମିଳିଲା ସେ ରହିଲା ତାହାରି ପାଖରେ। ଦରମଲା ସମାଜ ପାଟି କରି ଉଠିଲା, ଅଜାତି, ଅଛୁଆଁ, ପତିତ, ଛତରଖିଆ। ପୁନିର ଜୀବନରେ ତାହା ହିଁ ଘଟିଛି। କେତେ ଦୁଃଖ ଅଙ୍ଗେ ନିଭେଇ ଆପଣାର ଲୋକଙ୍କ ପାଖରୁ ଅଲଗା ହୋଇ ଜୀବନକୁ ସେ ବଞ୍ଚାଇ ରଖିଲା। ଦୁର୍ଭିକ୍ଷ ପରେ କେତେ ଆଶା କରି ଭିକ ମାଗି ପେଟ ପୋଷି ଜନ୍ମମାଟିର ମାୟାରେ ଗୋଡ଼ ଫେରାଇଲା। କେତେ ଲୋକଙ୍କ ଘରେ ଆଶ୍ରୟ ନେଇଛି, ପୁଣି ମାଟିରେ ମାୟାରେ ଛପି ଛପି ଚାଲି ଆସିଛି। କଅଁଳ ଯୌବନର ଅମାନିଆ ଉତ୍ତେଜନାକୁ ଆୟତ୍ତ କରି ନ ପାରି କେତେ ଅପରିଚିତ ବାଟର ମଣିଷଙ୍କ ଉପରକୁ ମୁହୂର୍ତ୍ତକ ପାଇଁ ଆଉଜି ପଡ଼ିଛି, ପୁଣି ଚାଲିଛି ଆଗକୁ। ବାଟ କଡ଼ରୁ ବନ୍ଧୁ ତାକୁ ଅଟକାଇ ରଖିପାରି ନାହିଁ। କ୍ଷଣକର ଆନନ୍ଦର ଗାଁ ମାଟିର ମମତା ସେ ଭୁଲି ପାରି ନାହିଁ, ଚାଲିଛି। ଦୁର୍ଗାପୁରରେ ନାୟକଙ୍କର ଅନ୍ନଛତ୍ରର ଅତିଥି ହେବାକୁ ସେ ଆହୁରି କେତେ କାଙ୍କାଳଙ୍କର ସଙ୍ଗରେ ଧାଇଁ ଆସିଥିଲା ଦୂର ବାଟରୁ। ଦୁର୍ଗାପୁରରେ ପହଞ୍ଚି ଦେଖିଲା ନାୟକ ନାହାନ୍ତି, ଅନ୍ନଛତ୍ର ନାହିଁ। ଅନ୍ୟ କାଙ୍ଗାଳମାନେ ଯିଏ ଯୁଆଡ଼େ ଚାଲିଗଲେ। ପୁନି ଯାଇ ପାରିଲା ନାହିଁ। ବିଷ୍ଣୁପୁର ବାଟ 3 କୋଶ। ନିଜ ଗାଁକୁ ଫେରିଯିବାକୁ ମନ କଲା, କାଳେ ସେମାନେ ଫେରିଥିବେ। ତାର ଆଶା ଫଳେନା ନାହିଁ। ଦୁର୍ଗାପୁରରେ ତାକୁ ହେଲା ହଇଜା। ବାଟ କଢ଼ା ଅପନ୍ତରା ମରଣର ଅପେକ୍ଷାରେ ସେ ପଡ଼ି ରହିଲା ଗଛ ତଳେ। ସେଦିନ ଝିପଝିପ ବର୍ଷା ହେଉଥିଲା। ସଞ୍ଜବେଳକୁ ଭଲ କରି ଅସ୍ରାଏ ବର୍ଷା କୁଟି ଦେଇଗଲା। ପୁନି ସବୁ ସହିଲା ତାର ଫୁଙ୍ଗୁଳା ଦେହରେ। ତଥାପି ତାର ମରଣ ହେଲା ନାହିଁ। ପେଟର ଯନ୍ତ୍ରଣାରେ ସେ ଛଟପଟ ହେଉଥାଏ। ତାର 2 ଆଖି 2 ମୁହଁ ଛୁଟିଥାଏ। କ୍ଷୀଣ ସ୍ୱରରେ ଡାକୁଥାଏ, ପାଣି ଟୋପାଏ। 25 ବର୍ଷର ଭେଣ୍ଡା ମଧୁ ଭୋଇ। ତାଳପତ୍ରର ଛତା ଧରି ହରି ମହାନ୍ତି ତହସିଲଦାରଙ୍କ ହଜିଲା ଗାଈ ଓଡ଼େଇ ସେ ବାଟେ ଯାଉଥିଲା। ମଧୁଆ ହୁଣ୍ଡା ବୋଲି ତାର ନାମ ଡାକ ଅଛି। ଚୋର ବୋଲି ତାକୁ ଲୋକେ ପିଲାଦିନେ ଜାଣନ୍ତି। ସେ 2 ଥର ସଜା ଖଟି ଆସିଛି। ମଧୁଆ ରାତି ଅଧରେ ଅନ୍ଧାର ରାତିରେ ସେ ନଡ଼ିଆ ଗଛରେ ଚଢ଼ି ନଡ଼ିଆ ଚୋରି କରି ଖାଏ। ସୋର ଶବ୍ଦ କିଛି ହେବ ନାହିଁ, ଦାନ୍ତରେ ଛଡ଼ାଏ, କହୁଣୀରେ ଭାଙ୍ଗେ। ଗାଁ ଗାଁ ଯେତେବେଳେ ଘୋଷରା ପଡ଼ିଥାଏ, ଲୋକେ ପଣା ପାଣି ନେଇ ମଶାଣି ପାଖରେ ଥୋଇ ଦେଇ ଆସନ୍ତି। ମଧୁଆ ଛପି ଛପି ପିଏ, ମୁହଁ ପୋଛି ହାକୁଟି ମାରି ହରିବୋଲ ବୋଲି ଦେଇ ଚାଲି ଆସେ। ମଧୁଆ ଦିନେ ଆମ୍ବ ଗଛରେ ଦୋକନ୍ଦିରେ ଘୁମେଇ ପଡ଼ିଥିଲା। ଏକ ଦନ୍ତା ଗେଧର ଚାପୁଡ଼ା ଖାଇ ବିଳବି ଉଲେଇ ଉଠିଲା। ଆଉ ଦିନେ ଛପି ଛପି ପଛରୁ ଯାଇ ବୋଦା ପାଖରେ ପଛଆଡ଼ୁ ଧରିଲା ତାର ମୁଣ୍ଡ। ଶୂନ୍ୟ ଶୂନ୍ୟ ଟେକି ଧାଇଲା ନଈ ପାଣିକୁ। ପାଣିରେ ବୁଡ଼ାଏ, ପୁଣି ଉଠାଏ, କହେ ଆଉ ଦିନେ।
ହୁଣ୍ଡା ମଧୁଆ ସମ୍ବନ୍ଧରେ କେତେ ପ୍ରବାଦ ପ୍ରଚଳିତ ଅଛି। ନାଗ ସାପର ବେକରୁ ଧରେ, ମାରଣା ଷଣ୍ଢର ପିଠିରେ ବସେ, ଦି କୁଳଖିଆ ନଦୀ ଅକ୍ଲେଶରେ ପାରି ହୁଏ, ଭୂତ ଆଣିବାକୁ ଅଧରାତିରେ ମଶାଣିରେ ଜଗି ବସି, ଶେଷକୁ ବାନ୍ଧି ଆଣେ କଞ୍ଚା ଡାହାଣୀ ଗନ୍ଧିଆ ପାଳର ଖନି ବେଡ଼ି ଜାଡ଼ି ବୁଢ଼ୀ ପିଉସିକୁ। ରାତି ଏଧରେ ଯିଏ ପୋଖରୀ ଆଡ଼େ ଯାଇଥିଲା, ସେଇ ମଧୁଆର କାନ ପଡ଼ିଲା ପୁନିର କରୁଣ ଡାକ। ଗାଈ ଛାଡ଼ି ସେ ଗଛ ମୂଳକୁ ଆସିଲା। ଅନ୍ଧାର ହୋଇନାହିଁ। ମୁହୂର୍ତ୍ତେ ଚାହିଁଲା ପୁନିର ବିକଳ ବିକୃତ ମୁହଁ। ମଧୁଆ କୌଣସି ବିଷୟ ଭାବେ ନାହିଁ। ଭାବି ସ୍ଥିର କରିବାକୁ ତାର ତର ସହେ ନାହିଁ। ମନେ ଯାହା ବତାଏ ସେ ତାହା କରିପକାଏ। ଭଲ କ'ଣ ମନ୍ଦ କ'ଣ। ମଙ୍ଗୁଳୁ ଘୋଷ ଖଣ୍ଡେଇତ ଘର ପିଲା। ବିଦେଇ ପୃଷ୍ଟିର କଦଳୀ କାନ୍ଦି ଦେଖି ତାର ଲୋଭ ହୋଇଥିଲା। 7 ବରଷ ତଳର ଘଟଣା। ମଧୁଆକୁ ଡାକି ସେ କହିଲା, ଆଣିପାରିବୁ କିରେ? ପେଟେ ଖେଚେଡ଼ି ଖୋଇବି। ବାହାଦୁରୀ ନେବାକୁ ମଧୁଆ ଗଲା। ଆଣୁ ଆଣୁ ଧଳା ପଡ଼ିଲା। ସଜାଗ ପାଇଲା 15 ଦିନ। ଜେଲ ଘରେ ଘଡ଼ା ପିଲିଲା। ଆଉ ଖେଚେଡ଼ି ଖାଇଲା। ମଙ୍ଗୁଳୁ ମିଛ କହି ଖଲାସ। ଦିନ ଦ୍ୱିପହରେ ଗାଁ ମଝିରେ 5 ଜଣଙ୍କ ଆଗରେ ଘୋଷର ମୁଣ୍ଡରେ ସେ ଠେଙ୍ଗା କଚାଡ଼ିଲା। ଗଲା ପୁଣି 2 ମାସ। ଘୋଷ ବାନ୍ଧିଲା ଛାମୁଡ଼ିଆ। 105 ପା ଖରଚ କଲା। ପୁନି ଅକୁଳ ହୋଇ କହିଲା, ମୁନ୍ଦାଏ ପାଣି ଦିଅ। ଚାରିଆଡ଼କୁ ଚାହିଁଲା ମଧୁଆ। କାହିଁରେ ପାଣି ଆଣିବ? ଟିକିଏ ଦୂରରେ ପଡ଼ିଗଲା ମଣିଷ ମୁଣ୍ଡ ହାଡ଼ର ଉପର ଫାଳକ। ସେଇଥିରେ ପାଖନାଳରୁ ଆଣି ପୁଣି ପାଣି ପୁନି ପାଟିରେ ଦେଲା। ପୁନି ଢକ ଢକ କରି ପିଇଲା। ଉଠି ବସିଲା। କୃତଜ୍ଞ ଆଖିରେ ମଧୁଆକୁ ଚାହିଁ ରହିଲା। କ'ଣ କହିବ ହେଉଥାଏ। ମଧୁଆ ପଚାରିଲା, ଘର କେଉଁଠି ଲୋ? ପୁନି କହିଲା, ବିଷ୍ଣୁପୁର। ମଧୁଆ କହିଲା, ତତେ ହଇଜା ଧଇଲାଣି। ଏଥର ଆପେ ଆପେ ସେଇଠିକୁ ଚାଲିଯିବୁ ଯେ, ବସିଥା। ମଧୁଆ ଚାଲି ଯାଉଥିଲା। ପୁଣି ଉଠିବାକୁ ଚେଷ୍ଟା କଲା। ପୁଣି ସେ ବସି ପଡ଼ିଲା। କହିଲା, କାହା ଘରେ ରାତିକି ରୁହନ୍ତି ସକାଳୁ ଉଠି? ମଧୁଆ ହସିଲା। କହିଲା, ଯାହା ଘରେ ରାତିକି ରହିବୁ ସକାଳୁ ତାର ମଡ଼ କଡ଼େଇବୁ। ତାର ଘରୁ 2 ଜଣଙ୍କୁ ସଙ୍ଗରେ ନେଇଯିବୁ। ଆରେ ବାରେ। ମଧୁଆ ତୀକ୍ଷ୍ଣ ଆଖିରେ ଚାହିଁଲା ପୁନିକୁ। ଭଲ ଝିଅଟିଏ, ବଞ୍ଚିବ। ଅବସ୍ଥା ଖରାପ ହୁଏ ନାହିଁ। ଜିତେ ନାୟକ ଥିଲାବେଳେ ଏମିତିଆ କେତେ ରୋଗୀଙ୍କୁ ସେ ବଞ୍ଚେଇଛନ୍ତି। କାଳେ ତାର ଆୟୁଷ ଥିବ। ମନେ ପଡ଼ିଲା। ସାନ୍ତେ ଯେଉଁ ଔଷଧ ତାର ବୁଢ଼ୀ ମା ପାଇଁ ଦେଇଥିଲେ, ସେତିକି ଚାଳରେ ସେମିତି ଖୋସା ହୋଇ ରହିଛି। କିରାସିନି ବୋତଲରେ ପୂର୍ଣ୍ଣ ହୋଇ ରହିଛି ମଦ। ଘରକୁ ନେଇ 2 ପାନେ ଚଢ଼େଇ ଦେଲେ ହୁଅନ୍ତା। ବଞ୍ଚିଲେ ସେ ତାର ବାଟେ ବାଟେ ଯିବ। ଆଉ ଯଦି ମରେ ବା କ୍ଷତି କ'ଣ? ସକାଳୁ ଘୋଷାଡ଼ି ଆଣି ନଈବାଲିରେ ପକେଇ ଦେଇ ଆସିବା। ଘାମିଲୁଅ ଖାଇବେ ତ? ମନେ ପଡ଼ିଲା। ଆଇର କଉଡ଼ର କହୁକ କଥା। କୁଆଁରୀ ହାଡ଼ର କରାମତି। ହାଡ଼ ଖଣ୍ଡେ ଛୁଇଁଦେଲେ କଳା ଫୁଲ ଧଳା ହୁଏ। କଣ୍ଢେଇ ନାଚେ, ପଥର କଥା କୁହେ। ମଣିଷ ଅନ୍ତର୍ଦ୍ଧାନ ହୁଏ। ଗୋଟିଏ ଟଙ୍କାରୁ ଟୋକେଇ ଟଙ୍କା ବାହାରେ। ଦେଖୁ ଦେଖୁ ଆମ୍ବ ଟାକୁଆ ଗଛ ହୁଏ। ଫଳେ, ପାଚେ। କୁଆଁରୀ ହଡ଼ ଛୁଇଁଲେ ଯାହା କହିଲେ ଯାଏ, ଆ କହିଲେ ଆସେ। କୁଆଁରୀର ହାଡ଼ ପାଇଁ କେତେ ମଶାଣି ରାତି ରାତି ଅନିଦ୍ରା ହୋଇ ସେ ବୁଲିଛି। ପାଇ ନାହିଁ। କାଳେ ସେ କୁଆଁରୀ ହୋଇଥିବ। ହାଡ଼ ଖଣ୍ଡେ ମିଳନ୍ତା ଯଦି ମଧୁଆ ଆଉ ଚନ୍ଦ୍ରସୂର୍ଯ୍ୟ ମାନନ୍ତ ନାହିଁ। ଫୁତ୍କରି ଫୁଙ୍କି ସବୁ କିଛି ସେ ଉଡ଼େଇ ଦିଅନ୍ତା। ମଧୁଆ ଶୂନ୍ୟ ଶୂନ୍ୟ ପୁନିକୁ ଟେକି ତାର ଘରକୁ ଆଣିଲା। ପୁନି ମଲା ନାହିଁ। ପୁନି ଭଲ ହେଲା। ମଧୁଆର କୁଆଁରିଆ ହାଡ଼ର ସ୍ୱପ୍ନ ଭାଙ୍ଗିଲା। ଗାଁ ଲୋକେ ଜାଣିଲେ ମଧୁଆ ଗଛ ତଳୁ ଗୋଟେଇ ଟୋକିଟି ଆଣି ଘରେ ରଖିଛି। ହରି ମହାନ୍ତି ପଚାରିଲେ। ମଧୁଆ ମୁଣ୍ଡ କୁଣ୍ଡେଇ ସବୁ କହିଲା। ମହାନ୍ତିଏ କହିଲେ, ଭଲ କାମ କଲୁ ମଧୁଆ। ତାକୁ କହ ସେ ଚାଲିଯାଉ। ବାଉରୀ ସାହିଆ ଗୁହାରି କରିଛନ୍ତି, ତତେ ଜାତି ଅଟକେଇ ଦେବ। ସେଇ ରାତିରେ ମଧୁଆ କହିଲା ପୁନିକୁ, ଆଲୋ ହେ, ଚାଲିଯା ମୋ ଘରୁ। ବଖରାଏ ତ ଘର, ସେଇଥିରେ ମୁଁ ରହିବି। ତୁ ରହିବୁ କେଉଁଠି? ମରିଥିଲେ କାମକୁ ଆସିଥାନ୍ତୁ। ପୁନି ମଧୁଆର ମୁହଁକୁ ଅନେଇ ହସିଲା। ତୁନି ତୁନି କହିଲା, ଖଣ୍ଡେଇ ତ ଘରର ଝିଅ ମୁଁ। ବାଉରୀ ଘରେ ରହିଲି, ଖାଇଲି, ପିଇଲି, କୁଆଡ଼େ ଆଉ ଯିବି? ତମରି ଗୋଡ଼ ତଳେ କାନିପାରି ଶୋଇବି। ମଧୁଆର ରାଗ ହେଲା। ପୁନିକୁ ଟାଣି ଆଣି ଲଙ୍ଗଳ କଣ୍ଟି ଧରା ଲୁହା ହାତରେ ବ୍ରହ୍ମ ଚାପୁଡ଼ାଏ ମାରିଲା। କହିଲା, ବଦମାସ, ରହିବାକୁ ଖାଇବାକୁ କିଏ କହୁଥିଲା କି? ବାହାର ମୋ ଘରୁ। ଥରି ଥରି ପୁନି ବସି ପଡ଼ିଲା। ମୁଣ୍ଡ ଘୂରି ଯାଉଥାଏ। ଥରି ଥରି ଜଳୁଥାଏ ଡିବିର ଆଲୁଅ। କାନ୍ଥ କଡ଼ ଚୁଲି ଭିତରେ ଜୁକ୍ ଜୁକ୍ ଦିଶୁଥାଏ ନୂଆ। ଟେଙ୍ଗେରା ଉପରେ ହାଣ୍ଡି ରୋଷବାସ କରି ପୁନି ଘୋଡ଼ାଇ ରଖିଛି। ସେକଡ଼କୁ ପାଣି ମାଠିଆ। ବାସନରେ 2 ଖଣ୍ଡି ମଜାମଜି ହୋଇ ଚିକ୍ ଚିକ୍ ଦିଶୁଛି। ଏ ପାଖ କାନ୍ଥ କଡ଼କୁ ପରା ହୋଇଛି ହେଂସ। ତା ଉପରେ ସଫା ଚାଦର ଖଣ୍ଡେ। ମୁଣ୍ଡ ଦେବାକୁ ପୁରୁଣା କାନପଡ଼ା ତକିଆ। ସବୁ କରିଛି ପୁନି। ମଧୁଆ ଭାବିଲା, ଏମିତି ଆଉ କେବେ ହୋଇନଥିଲା।
ଇସ୍ କେଡ଼େ ମଇଳା ହୋଇ ପଡ଼ିଥିଲେ ଘରଟା। ମୂଷାମାଟି, କଙ୍କଡ଼ା, ବିଛା, ବେଙ୍ଗ। ରାତି ଅଧରେ ଫେରେ ପଖାଳ ଗଣ୍ଡାକୁ ଗିଳି ଦେଇ ସେ ଅସନା ଅରମା ଉପରେ ପଡ଼ିଥାଏ। ସେ ରାତି ପାହେ ନିଦ ଭାଙ୍ଗେ। ପୁଣି ଗଣ୍ଡାଏ ପଖାଳ ଖାଇ ବାହାରି ପଡ଼େ ସେ କାମକୁ। ପୁନିର ସେବା ମଧୁଆ 5-7 ଦିନ କରିଥିଲା। ନିଜ ହାତରେ ଗାଧୋଇ ଦିଏ, ଖୋଇ ପିଇ ଦିଏ, ଔଷଧ ଖୁଆଏ, ଶୁଆଏ। ରାତ୍ରିରେ ଅନିଦ୍ରା ହୋଇ ଜଗି ବସେ। ପୁନି ଭଲ ହେଲା। ଦେହ ଫେରି ପାଇବା ଆଗରୁ ମଧୁଆର ସେବାରେ ସେ ମନ ପ୍ରାଣ ଢାଳି ଦେଲା। ମଧୁଆର ଘରର ଯତ୍ନ ନେଲା। ପୁଣି ମଧୁଆର କଲା ସେବା। ମଧୁଆ ଖାଇ ପିଇ ଶୋଇପଡ଼େ। ପୁନି ତାର ଗୋଡ଼ ଘଷେ। ମଧୁଆ ନିଘୋଡ଼ ନିଦରେ ନିହିମାକି ଶୋଇପଡ଼େ। ପୁନି ତାର ପଥର ଛାତି ଉପରେ ଥରିଲା ଥରିଲା ଡରିଲା ମୁଣ୍ଡ ଓଜାଡ଼ି ଦିଏ। ମଧୁଆ କଡ଼ ଲେଉଟାଏ। ଅନ୍ଧାର ଘରେ ମଶା ତଡ଼ିଲା ପରି ପୁନିକୁ ଆଡ଼େଇ ଦିଏ। ପୁନି ଥରି ଥରି ଆସି ଗୋଡ଼ ତଳେ କାନି ପାରି ଶୁଏ। ରାତି ପାହେ ମଧୁଆ ଉଠିଯାଏ କାମକୁ। ପୁନିକୁ ଥରି ଥରି ବସି ପଡ଼ିବାର ଦେଖି ମଧୁଆ ଚମକି ଉଠିଲା। ଆରେ ତା ହାତରେ ବ୍ରହ୍ମଚାପୁଡ଼ା ଖାଇ ଏଡ଼େ ଏଡ଼େ ଗାଈ ବଳଦ ଘୁମେଇ ପଡ଼ନ୍ତି। ପୁନିଟା ତ କଅଁଳିଆ ମଣିଷ ପିଲା। ମଧୁଆ ତା ନିଜ ହାତରେ କରାମତି ସେ ଜାଣେ। ପୁନି ପାଖକୁ ଯାଇ ତାର ହାତ ଧରି ଉଠାଇଲା। ସ୍ୱର ନରମେଇ କହିଲା, ଆଲୋ ତୁ ଯୋଉ ଘରର ପିଲା ହ, ଯାହାର ମାଇପ ହ, ଛତର ଖାଇଟା। ମୋ ଘରେ ରହିଲେ ମୋର ଜାତି ଅଟକ ହେବ। ଜାତି ଭାଇ ଏକ ଘରିକିଆ କରିଦେବେ। ମୋ ସାନକୁ ହମାନ ଚାଲିଯା, ଖାଉ ଦେ। ମତେ ସେଇ କଥା କହିଛନ୍ତି। ପୁନିର ଆଖିରୁ ଲୁହ ଝରିଲା। କାନ୍ଦିଲା ସ୍ୱରରେ କହିଲା, ମୁଁ ଖଣ୍ଡେଇ ତ ଘରର ଝିଅ, ବାହା ହେଇନି। ମୋର କେହି ସାହା ସମ୍ବଳ ନାହିଁ। ଯାଇଥିଲେ ମଶାଣିକୁ ଯାଇଥାନ୍ତି। ମତେ ତମେ ବଞ୍ଚେଇଲ, ଘରୁ ତଡ଼ି ଦିଅ ନା। ତମ ଗୋଡ଼ ଧରୁଛି। ପୁନି ତାର ଗୋଡ଼ ଧରିଲା। ମଧୁଆ ରାଗି ଯାଇ ଘୁଞ୍ଚି ଆସିଲା। ପୁନିର ହାତ ଧରି ଘୋଷାଡ଼ି ଆଣି ପାଖରେ ଠିଆ ହେଲା। ଡିବିର ଆଲୁଅ ସେମିତି ଥରି ଥରି ଜଳୁଥାଏ। ପୁନିର ଧଳା ଗାଲରେ ମଧୁଆର ଆଙ୍ଗୁଠିର 4 ଗାର ନାଲି ନାଲି ଦିଶୁଥାଏ। ଅଧଲଙ୍ଗଳା ଦେହରେ ଯୌବନର ଲାବଣ୍ୟ ଢେଉ ଖେଳୁଥାଏ। ପଥର ଛାତି ନରମି ଆସିଲା। ମଧୁଆ କହିଲା କମ୍ପିଲା କଣ୍ଠରେ, ଯିବୁ ନାହିଁ? ବଜ୍ଜାତ, ଯେମିତି ତତେ ସେଦିନ ଯେଉଁଠୁ ଆଣିଥିଲି ସେମିତି ସେଇଠି ଛାଡ଼ି ଆସିବି। ନିମଖାରାମ, ଛତର ଖାଇ। ମଧୁଆ ତାର 2 ହାତ ଧରି ଟାଣି ନେଲା। ମୁକୁଳା ଦେହରେ ଫୁଙ୍ଗୁଳା ଦେହକୁ କୁଣ୍ଢାଇ ଧରି ଘର ଭିତରୁ ବାହାରି ଆସୁଥିଲା। ଦେହର ପରସରେ ଗୋଡ଼ 2ଟା ଥର ଥର ଉଠିଲା। ଗୋଡ଼ ବାଜି ରୁଖା ଉପରୁ ଡିବିରି ଖସିଗଲା। ଆଲୁଅ ଲିଭିଲା। ହୁଣ୍ଡା ମଧୁଆର ପଥର ଛାତି ତରଳିଲା। ସେ ଦ୍ୱାରବନ୍ଧ ଡେଇଁପାରିଲା ନାହିଁ। ଘର ବାହାରେ ନିଘଞ୍ଚ ଅନ୍ଧାର, ନିର୍ଜନ ରାତି। ମଧୁଆର ଘରୁ ପୁନି ବାହାରିଗଲା ନାହିଁ। ଛୋଟ ସଂସାରଟି ତାର ସୁଖରେ କଟେ। ନାୟକ ଘର ଗୋମାସ୍ତା ମହାନ୍ତିଙ୍କ ଆଦେଶରେ ସେ ଦିନ ସାରା ଖଟେ, ସଞ୍ଜ ବୁଡ଼େ ଫେରିଆସେ। ଯାହା ପାଏ ପୁନି ଆଗରେ ଥୋଇଦିଏ। ଗାଳି ଦେଇ ପଡ଼ିଯାଏ। ପୁନି ସବୁ ସାଇତି ରଖେ। ମଧୁଆର ସେବା କରେ, ଖୋଇ ପିଏ, ଶୋଇଦିଏ। ଅଇଁଠା ସଙ୍କୁଡ଼ି ଉଠାଏ। ଯାହା ବଳିଥାଏ ନାକରେ କାନରେ ଗୁଞ୍ଜି ମଧୁଆର ଗୋଡ଼ରେ ହାତ ଦିଏ। ଦୀପ ଲିଭାଏ। ମଧୁଆର ଛାତି ଉପରେ ମୁଣ୍ଡ ରଖି ଶୋଇପଡ଼େ। 2ଟା ଦେହର ପରସରେ ସ୍ୱର୍ଗର ଆନନ୍ଦ ଓହ୍ଲାଇ ଆସେ ଗରିବର ମାଟି ଘରକୁ। ଆତ୍ମାକୁ ଚିହ୍ନିଲା ଆତ୍ମା। ପ୍ରେମ କ'ଣ ନ ଜାଣି ମଧ୍ୟ ଦୁହେଁ ଅନୁଭବ କରୁଥିଲେ ଜଣଙ୍କର ଛଡ଼ା ଆଉ ଜଣଙ୍କର ସଂସାରରେ ଆଉ କେହି ନାହିଁ। ଜଣକୁ ଛାଡ଼ି ଆଉ ଜଣେ ରହିପାରିବ ନାହିଁ। ଜଣଙ୍କ ଉପରେ ନିର୍ଭର କରିବାରେ ଏତେ ଆନନ୍ଦ, ଏତେ ସୁଖ, ଏତେ ଉତ୍ତେଜନା। ପୁଲକର ସ୍ନିଗ୍ଧ ଅଜଣା ସିଂହରଣରେ ଥରି ଉଠନ୍ତି ଦିହେଁ। କେତେ ସ୍ୱପ୍ନର କଳ୍ପନାରେ ପୂରି ଉଠେ ଦୁହିଁଙ୍କର ମନ। ଘର ସଂସାର, ଭବିଷ୍ୟତ। ସମାଜ ନାଲି ଆଖି ଦେଖାଇ ଧମକ ଦେଇଛି। ହୁଣ୍ଡା ମଧୁଆ ଛାତି ଫୁଲେଇ କହିଛି, ଜାତିରେ ମୁଁ ଛତରଖିଆ। କେତେ ମାଇପେ ଆଙ୍ଗୁଠି ଦେଖେଇ ପୁନିକୁ ଥଟ୍ଟା କରିଛନ୍ତି, ଘୃଣା କରିଛନ୍ତି। ପୁନି ହସିଛି, ବୁଝାଇ କହିଛି, ମୁଁ ଛତର ଖାଇଟା। ପୁନି କେବେ କାହା ଆଗରେ ନିଜର ଗତ ଜୀବନର ଇତିହାସ କହିନାହିଁ। ଘର କାମ ଛଡ଼ା ପଞ୍ଚ ପାଇଟି କରିବାକୁ ସେ ଯାଏ। ନୋହିଲେ ନାୟକ ଘର କଚେରୀ ନିପାପୋଛା କରେ, ଗୁହାଳକୁ ସଫା କରେ, ଅଳିଆ ଉଠାଏ। ଯିଏ ଯାହା ଦିଏ ମଧୁଆ ଆଗରେ ଥୋଇଦେଇ ନିଶ୍ଚିନ୍ତ ହୁଏ। ମଧୁଆ ତାକୁ କଟମଟ କରି ଚାହେଁ, ହସିଦିଏ ପୁଣି। ପୁନିକୁ କୋଳକୁ ନେଇ ଗେହ୍ଲା କରି କହେ, ଆଲୋ ଭଲ ଘର ଝିଅ, ମୁଁ ଥାଉଣୁ ତୁ ପାଇଟି କରି ଯିବୁ। ପୁନି ତା ଦେହରେ ଲଟେଇ ଯାଇ କହେ, ମୁଁ ଥାଉଣୁ ତମେ ଯାଉଛ ଯେ? ମୁଁ କ'ଣ କୋଢ଼ି ହୋଇ ଘରେ ବସିବି? ଆଉ କ'ଣ ମୁଁ ବସିବି? ଦିହେଁ କହନ୍ତି ଏକ ସଙ୍ଗେ ଏକାଠି ଯିବା। ନୂଆ ସଂସାରର ଭଲାଣ ମାୟାରେ ନୂତନ ଯାତ୍ରୀ 2ଟି ଭୁଲି ରହିଥାନ୍ତି। ମୁହୂର୍ତ୍ତ ପରି ଦିନ ରାତି କଟିଯାଏ। ଜଣଙ୍କ ମନରେ ଅର ଜଣଙ୍କର ଚିନ୍ତା ସବୁବେଳେ ଲହଡ଼ି ଭାଙ୍ଗୁଥାଏ। ଦୁନିଆ ଦିଶେ ସୁନ୍ଦର, ଜୀବନ ଲାଗେ ମୋହ ଉତ୍ତେଜନାର ଉତ୍ସ ପରି। ଅତୀତ ପଛେଇ ଯାଏ, ଭବିଷ୍ୟତ ଦିଶେ କେଡ଼େ ଉଜ୍ଜ୍ୱଳ, ସୁନ୍ଦର, ମନ ଭୁଲାଣିଆ।
ପୁନୀର ସୁଖର ଜୀବନ ଉପରେ ମେଘ ପରି ସେଦିନ ମରିଆ ମାର କଥା କେତେ ଦୁଃଖ ବର୍ଷିଗଲା। ଚୁଡ଼ା ବିକିବାକୁ ଆସି ବୁଢ଼ୀ ହଠାତ୍ ଚିନି ପକାଇଲା। ପୁଣି ଲୁଚାଇ ପାରିଲା ନାହିଁ। ପୁରୁଣା ଲୋକକୁ ପାଖରେ ଦେଖି ତାର ପ୍ରାଣ ଖୋଲି ହୋଇଗଲା। ଆଖିରୁ ଝରି ପଡ଼ିଲା ଲୁହ। ସେ ସବୁ କଥା କହିଲା, କିଛି ଛପେଇଲା ନାହିଁ। ନିଜେ କାନ୍ଦିଲା, ପରିଆ ମା ବୁଢ଼ୀକୁ କନ୍ଦେଇଲା। ପରିଆ ମା ମୁହଁରୁ ଶନିର ସବୁ ଦୁଃଖ କଥା ସେ ଶୁଣିଲା। ମନ କଲା ତାରି ସାଙ୍ଗରେ ଧାଇଁଯିବ ବିଷ୍ଣୁପୁର। ଭାଇର ଦୁଃଖ ବେଳରେ ତାରି ହାତ ଧରି ଚାଲିବ। କିନ୍ତୁ ଛତରେ ଖିଆ ହେଲେ ମଧ୍ୟ ସନିଆ ତ ବାଉରି ଘରେ ପଶି ନାହିଁ। ବାଉରିର ରାନ୍ଧିଲା ଭାତ ଖାଇ କାୟ ଅପବିତ୍ର କରି ନାହିଁ। ଠାକୁରେ କଲେ କାଲି ପୁଣି ସନିଆ ବଡ଼ ହେବ, ଜାତିରେ ମିଶିବ, ସଂସାର କରିବ। ବାଉରି ଘରେ ଆଶ୍ରୟ ନେଇ ବିଷ୍ଣୁପୁରରେ ପୁନି ମୁହଁ ଦେଖେଇବ କିପରି? ଲୋକେ ଘୃଣା କରିବେ, ଛି ଛି ଛା କରିବେ। ଘରେ ପୁରାଇବେ ନାହିଁ। ନ ମରି ସେ ରହିଛି ଯାହା, କାହିଁକି ସେ କର୍ମ କଲା? ବାଟ କଡ଼ରେ ଗଛ ମୂଳରେ ମରି ପଡ଼ିଥିଲେ କ'ଣ ଭଲ ହୋଇନଥାନ୍ତା? ପରିଆ ମାର ମୁହଁକୁ ଅନେଇ ପୁନି କେତେ କାନ୍ଦିଲା। ବୁଢ଼ୀ ବୋଧଶତ ଦେଇ କହିଲା, କାହିଁକି ଆଉ କାନ୍ଦୁଛୁ ଲୋ ମା? କପାଳେ ଯାହା ଥାଏ ଭୋଗ ତ ମନ ହୁଏ। ମଣିଷର କି ଚାରା? ପ୍ରାଣ ପାଇଁ ପେଟ ପାଇଁ ମଣିଷ ହାଡ଼ି ଘରେ ପଶେ, ନୂଆ କଥା ନୁହେଁ ଲୋ, ନୂଆ କଥା ନୁହେଁ। ପରିଆ ମା ଚାଲିଗଲା। ପୁନି ସେଇଠି ବେଡ଼ା ମଧୁଆର ଘର ଆଗରେ ଠିଆ ହୋଇ ଭାବିଲା, ସେ ଭୁଲ କରିଛି। ପେଟ ପାଇଁ ବାଉରି ଘରେ ପଶିଛି। ତାର ଇଚ୍ଛା ହେଲା ମଧୁଆର ଘର ମୁକୁଳା ପକାଇ ସେ ଦିହେ ଦିହେ ଚାଲିଯିବ ଦୂରକୁ, ଯେଉଁଠି ତାକୁ କେହି ଚିହ୍ନି ପାରିବେ ନାହିଁ, ଯେଉଁଠି ସେ ବାର କଳଙ୍କିତ ଜୀବନକୁ ଛପେଇ ନୂଆ ସଂସାରରୁ ବାହାରି ଆସିବ। ଲୋକ ତ କହିବେ ନାହିଁ ଅଛୁଆଁ ବାଉରି। ପୁନିର ମନରେ ଅନୁତାପ ଆସିଲା। ମଧୁବହିର ମୁକୁଳା ଘର ଭିତରକୁ ଫେରି ଯାଇ ପାରିଲା ନାହିଁ। ଭାବନା ଫେରିଗଲା ଅତୀତକୁ। ମଧୁବହି ରାତି ରାତି ଅନିଦ୍ରା ହୋଇ ଯେ ତାର ସେବା କରିଛି। ନିଜ ଜୀବନକୁ ପାଣି ଛଡ଼େଇ ସେ ପୁନିର ଜୀବନ ବଞ୍ଚାଇଛି। ଲୋକଙ୍କର କଥା ସହି ଜାତିଆଣର ଧମକ ନ ମାନି ଯେ ପୁନିକୁ ନିଜର କରିଛି, ତାକୁ ଛାଡ଼ି ପୁନି କେମିତି ଚାଲିଯିବ? ମଧୁଆର ଚଉଡ଼ା ଛାତି ଉପରେ ମୁଣ୍ଡ ରଖି ଶୋଇବାରେ ଯେଉଁ ଆନନ୍ଦ, ତାର ଦୁଇ ବାହୁର ମଝିରେ ଛନ୍ଦି ହେବାର ଯେଉଁ ଉତ୍ତେଜନା, ଯେଉଁ ସିଂହରଣ, ତାର ଦୁଇ ଓଠର ନିବିଡ଼ ପରଶରେ ମୂର୍ଚ୍ଛା ହେଲା ଭଳି ଯେଉଁ କାଉଁରୀ ମାୟା, ନିଜ ଦେହ ଛାଡ଼ି ମଧୁଆର ବଳିଷ୍ଠ ଦେହ ଭିତରେ ପଶିଯିବା ପାଇଁ ଯେଉଁ ପାଗଳ ଆକାଂକ୍ଷା, କିପରି ଏସବୁ ଭୁଲିବ ପୁନି? କେତେ ଲୋକ ଦୁର୍ଭିକ୍ଷରେ ଟଳି ପଡ଼ିଲେ। ପୁନି ଓ ମଧୁଆ ମଧ୍ୟ ସେମିତି ଟଳି ପଡ଼ିଥାନ୍ତେ। ବଞ୍ଚାଇଲା କିଏ? ଦୁଇଟା ଜୀବନକୁ ଛନ୍ଦିଲା କିଏ? ପୁନି ଅଜଣା ଭଗବାନଙ୍କର ଉଦ୍ଦେଶ୍ୟରେ ମୁଣ୍ଡ ନୋଇ ମଧୁଆର ମୁକୁଳା ଘରକୁ ଫେରି ଆସିଲା। ତେବେ ଏହିଠାରେ ଶେଷ ହେଲା କାହ୍ନୁଚରଣ ମହାନ୍ତିଙ୍କର ଉପନ୍ୟାସ ଶାସ୍ତିର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଭାଗ ଗୁଡ଼ିକୁ ଶୁଣିବା। ରହିଲି, ନମସ୍କାର।